ଆଉ ସୁନ୍ଦର ଭାବରେ ଆଜ୍ଞା ମତେ ସ୍ୱାଗତ କରିଛନ୍ତି ତାଙ୍କୁ ମଧ୍ୟ ଧନ୍ୟବାଦ। ଆଉ ପର ଆଜ୍ଞା ଭାଇଙ୍କୁ ମଧ୍ୟ ଧନ୍ୟବାଦ ଏ ସମୟ ସୁଯୋଗ ଦେଇଛନ୍ତି। ଧନ୍ୟବାଦ। ଆସନ୍ତୁ ଏ ସମୟରେ ଆମେ ପ୍ରଭୁଙ୍କର ମହିମାର୍ଥେ ପ୍ରଶଂସା ଗାନ କରୁ। କର ତାଙ୍କ ଧନ୍ୟବାଦ 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 ହେ ମୋହର ମନ ହେ ମୋର ମନ ମନ ପ୍ରାଣ ସବୁ କିଛି ମୋର କର ତାଙ୍କ ପବିତ୍ର ନାମର ସ୍ତୁତି ଗାନ ହେ ମୋହର ମନ ନ ପାସର ତାଙ୍କ ଦାନ ହେ ମୋହର ମନ ନ ପାସର ତାଙ୍କ ଦାନ କ୍ଷମା କରସି ସେ ତୋର ପାପ ସବୁ ସୁସ୍ଥ କରନ୍ତି ସେ ତୋର ରୋଗ ସବୁ କ୍ଷମା କରନ୍ତି ସେ ତୋର ପାପ ସବୁ ସୁସ୍ଥ କରନ୍ତି ସେ ତୋର ରୋଗ ସବୁ ବିପଦରୁ ତତେ କରନ୍ତି ଉଦ୍ଧାର ଶିରେ ତ ଦିଅନ୍ତି ଦୟା ମୁକୁଟ ବିପଦରୁ ତତେ କରନ୍ତି ଉଦ୍ଧାର ଶିରେ ତ ଦିଅନ୍ତି ଦୟା ମୁକୁଟ କର ତାଙ୍କ ଧନ୍ୟବାଦ 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 କର ତାଙ୍କ ଧନ୍ୟବାଦ 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 ସଦା ପ୍ରଭୁ ସ୍ନେହଶୀଳ କୃପାମୟ କ୍ରୋଧରେ ଧୀର ସେ ଚିର ଦୟାମୟ କରିଛନ୍ତି ଦୂର ଧର୍ମ ଆମର ପୂର୍ବରୁ ପଶ୍ଚିମ ଯେତିକି ଦୂର କରିଛନ୍ତି ଦୂର ଅଧର୍ମ ଆମର ପୂର୍ବରୁ ପଶ୍ଚିମ ଯେତିକି ଦୂର କର ତାଙ୍କ ଧନ୍ୟବାଦ 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 କର ତାଙ୍କ ଧନ୍ୟବାଦ 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 ଅନିତ୍ୟ ଏହି ଜୀବନ ତୃଣ ପରି ଦେଖୁ ଦେଖୁ ଝଡ଼ି ପଡ଼େ ଫୁଲ ପରି ଅନିତ୍ୟ ଏହି ଜୀବନ ତୃଣ ପରି ଦେଖୁ ଦେଖୁ ଝଡ଼ି ପଡ଼େ ଫୁଲ ପରି ତଥାପି ଲଭନ୍ତି ତାଙ୍କ ଭକ୍ତ ଜନ ଅମିୟ କରୁଣା ମଙ୍ଗଳ ଦାନ ତଥାପି ଲଭନ୍ତି ତାଙ୍କ ଭକ୍ତ ଜନ ଅମିୟ କରୁଣା ମଙ୍ଗଳ ଦାନ କର ତାଙ୍କ ଧନ୍ୟବାଦ 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 ହେ ମୋହର ମନ ନ ପାସର ତାଙ୍କ ଦାନ ହେ ମୋହର ମନ ନ ପାସର ତାଙ୍କ ଦାନ ଧନ୍ୟବାଦ। ଆଉ ଗୋଟେ ହିନ୍ଦୀ ଗୀତ ଗାଇ ଆମେ ପ୍ରଭୁଙ୍କର ଆରାଧନା କରୁଥିବା ଆଉ ଜଣାଶୁଣା ଗୀତ ଆମେ ସମସ୍ତେ ଗାଇ ମଧ୍ୟ ପାରୁଥିବା। आज का दिन यहोवा ने बनाया है हम उसमें आनंदित हो आनंदित हो
आज का दिन यहोवा ने बनाया है, हम उसमें आनंदित हो, आनंदित हो। प्रभु को महिमा मिले, चाहे हो मेरा अपमान, ओ बढ़े में घटू, रहे उसी का ध्यान। प्रभु को महिमा मिले, चाहे हो मेरा अपमान, ओ बढ़े में घटू, रहे उसी का ध्यान। आज का दिन यहोवा ने बनाया है, हम उसमें आनंदित हो, आनंदित हो। आज का दिन यहोवा ने बनाया है, हम उसमें आनंदित हो, आनंदित हो। स्तुति प्रशंसा करे, क्यों ना कुछ होता रहे, उसको हम भाते रहे, चाहे जहां भी रहे। स्तुति प्रशंसा करे, क्यों ना कुछ होता रहे, उसको हम भाते रहे, चाहे जहां भी रहे। आज का दिन यहोवा ने बनाया है, हम उसमें आनंदित हो, आनंदित हो। आज का दिन यहोवा ने बनाया है, हम उसमें आनंदित हो, आनंदित हो। आता हूँ तेरे पास, मुझको है तुझसे यार, मुझको कबूल कर ले, पापों से शुद्ध कर दे। आता हूँ तेरे पास, मुझको है तुझसे यार, पापों से शुद्ध कर दे, मुझको कबूल कर दे। आज का दिन यहोवा ने बनाया है, हम उसमें आनंदित हो, आनंदित हो। आज का दिन यहोवा ने बनाया है, हम उसमें आनंदित हो, आनंदित हो। प्रेज द लॉर्ड। ଆଉ ଗୋଟେ ଓଡିଆ ଗୀତ ଗାଇ ଆମେ ପ୍ରଭୁଙ୍କର ଆରାଧନା କରୁଥିବା ଆଉ ତାଙ୍କ ଉପସ୍ଥିତିକୁ ଆମେ ଅନୁଭବ କରୁଥିବା ଏଇ ସମୟରେ। ପ୍ରତିପାଳକ ସେ ଏଇ ଜୀବନର, ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର, ଯୀଶୁ ରାଜା ମୋର। ଦୁଃଖରେ ବି ଝଡ଼ରେ ବି, ଦୁଃଖରେ ବି ଝଡ଼ରେ ବି ଭୟ ନାହିଁ ମୋର, ପ୍ରତିପାଳକ ସେ ଏହି ଜୀବନର, ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର, ଯୀଶୁ ରାଜା ମୋର। ମାଗିବା ଆଗରୁ ସିଏ ଯାଚି ମତେ ଦିଅନ୍ତି, କହିବା ଆଗରୁ ମନ କଥା ଜାଣନ୍ତି, ମାଗିବା ଆଗରୁ ସିଏ ଯାଚି ମତେ ଦିଅନ୍ତି, କହିବା ଆଗରୁ ମନ କଥା ଜାଣନ୍ତି। ଭିଜି ଗଲେ ମୋର ଦୁଃଖେ ଦୁଇ ଆଖି, ଭିଜି ଗଲେ ମୋର
ଦୁଃଖେ ଦୁଇ ଆଖି ଲୁହ ପୋଛି ଦିଅନ୍ତି ପ୍ରତିପାଳକ ସେ ଏଇ ଜୀବନର ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର ଯୀଶୁ ରାଜା ମୋର ନିରାଶ ଅନ୍ତରେ ସିଏ ଆଶା ଭରି ଦିଅନ୍ତି ଝୁଣ୍ଟି ମୁଁ ପଡ଼ିଲେ ତୋଳି ମତେ ନିଅନ୍ତି ନିରାଶ ଅନ୍ତରେ ସିଏ ଆଶା ଭରି ଦିଅନ୍ତି ଝୁଣ୍ଟି ମୁଁ ପଡ଼ିଲେ ତୋଳି ମତେ ନିଅନ୍ତି ହଜି ଯାଏ ଯେବେ ପାପ ଦୁନିଆରେ ହଜି ଯାଏ ଯେବେ ପାପ ଦୁନିଆରେ ଖୋଜି ମତେ ନିଅନ୍ତି ପ୍ରତିପାଳକ ସେ ଏଇ ଜୀବନର ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର ଯୀଶୁ ରାଜା ମୋର ଦୁଃଖରେ ବି ଝଡ଼ରେ ବି ଦୁଃଖରେ ବି ଝଡ଼ରେ ବି ଭୟ ନାହିଁ ମୋର ପ୍ରତିପାଳକ ସେ ଏଇ ଜୀବନର ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର ଯୀଶୁ ରାଜା ମୋର ଧନ୍ୟବାଦ ଧନ୍ୟବାଦ ଭାଇ ସମୟ ସୁଯୋଗ ପାଇଁ ପ୍ରେଜ ଦ ଲର୍ଡ ସମସ୍ତଙ୍କୁ ପ୍ରେଜ ଦ ଲର୍ଡ ପ୍ରେଜ୍ ଦ ଲର୍ଡ ଦିଦି ଅତି ଉତ୍ତମ ସ୍ୱରରେ ଏବଂ ଆତ୍ମିକ ଭାବରେ ପ୍ରଭୁଙ୍କର ଆରାଧନା କରିଥିବାରୁ ଏବଂ ଆରାଧନାରେ କଢ଼େଇ ନେଇଥିବାରୁ ପୁନର୍ବାର ରିଏଲ ମିନିଷ୍ଟ୍ରି ତରଫରୁ ଆପଣଙ୍କୁ ମୁଁ ଧନ୍ୟବାଦ ଜଣାଏ ପ୍ରଭୁ ଆପଣଙ୍କୁ ଅନୁଗ୍ରହ ଆଶୀର୍ବାଦ କରନ୍ତୁ ଏହିପରି ପ୍ରଭୁଙ୍କର ସେବାରେ ପ୍ରତ୍ୟେକ ଦିନ ନିୟୋଜିତ ହେବାରେ ଆପଣଙ୍କୁ ଦୟା ଏବଂ ଅନୁଗ୍ରହ କରନ୍ତୁ ଆଉ ଆମେନ୍ ବର୍ତ୍ତମାନ ମାନେ ପ୍ରାର୍ଥନା କରିବା ମାନେ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଉପସ୍ଥିତ ହୋଇଅଛେ ଆଉ ବର୍ତ୍ତମାନ ବାକ୍ୟର ସମୟ ମାନେ ବାକ୍ୟ ନିମନ୍ତେ ପୁଣି ଆରାଧନା କରିଥିବା ସିଷ୍ଟରଙ୍କ ନିମନ୍ତେ ପ୍ରାର୍ଥନା କରିବା ଆମମାନଙ୍କ ମଧ୍ୟରେ ବିନୋଦ ସେନାପତି ଆଜ୍ଞା ଅଛନ୍ତି ପ୍ରେଜ୍ ଦ ଲର୍ଡ ଆଜ୍ଞା ପ୍ରେଜ୍ ଦ ଲର୍ଡ ସାର୍ ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଆଉ ଲର୍ଡ ଆପଣ ପ୍ରାର୍ଥନା କରନ୍ତୁ ଆଜି ଆଉ ସିଏନ୍ ପ୍ରତିମା ସିଷ୍ଟର ସିଏ ଆରାଧନା କଲେ ତାଙ୍କର ଆବଶ୍ୟକତା ସେବା କାର୍ଯ୍ୟ ପରିବାର ନିମନ୍ତେ ପୁଣି ବର୍ତ୍ତମାନ ବାକ୍ୟ ନେଇ ଆସୁଥିବା ଆମମାନଙ୍କର ଦାସଙ୍କ ନିମନ୍ତେ ଆଉ ଉପସ୍ଥିତ ଥିବା ସମସ୍ତଙ୍କ ନିମନ୍ତେ ପୁଣି ଉତ୍ତମ ଭାବରେ ଯେପରି ପ୍ରଥମରୁ ଶେଷ ଯାଏ ଇଣ୍ଟରନେଟ୍ ରହିବ ସେ ନିମନ୍ତେ ଆପଣ ପ୍ରାର୍ଥନାରେ ତୋଳି ଧରିବେ ସାର୍ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ଆସନ୍ତୁ ଆମେ ମାନେ ପ୍ରାର୍ଥନା କରିବା थैंक यू लॉर्ड थैंक यू लॉर्ड थैंक यू लॉर्ड थैंक यू लॉर्ड जीवित परमेश्वर प्रभु आम तुम धन्यवाद करुछु तुम गौरव करुछु पुणी थले आमको नया दिवस देखैल मृत्यु मुखर रक्षा कल जीवित मानक मध्य स्थान देल से आम तुमको धन्यवाद करुछु आम प्रत्येक तुम आशीर्वाद कर जो जिते लोक जड़ित अच्छु प्रभु समस्त को तुम आशीर्वाद कर अभिषेक कर तुम राज्य कार्य आम समस्ते ज्ञान सहित बुद्धि सहित करने दियो आज दिन में उपासना प्रार्थना करने तुम्हें साहाय्य कर आम भयर सहित प्रेमर सहित भक्तिर सहित तुम कार्य को प्रभु आगे को बढ़ाइबा तुम्हें साहाय्य कर विशेषकर आज तुम उद्देश्य अनेक नवेदन कर प्रार्थना तुम्हें शुणी अच्छे बोली आम विश्वास करुचु समस्त जिते लोक प्रार्थना कर समस्त को तुम आशीर्वाद कर परिवार को मध्य तुम आशीर्वाद कर सेवा कार्य को मध्य तुम आशीर्वाद कर तुम कार्य को मध्य वृद्धि साधन कर विशेषकर तुम दासी प्रतिमा भौणी
से उत्तम भाव में गीत गाई तुम धन्यवाद कर प्रशंसा कर परिवार को मध्य तुम आशीर्वाद कर सेवा कार्य को मध्य तुम आशीर्वाद कर उत्तम कंठ दे धन्यवाद दो प्रभु से समस्त नैवेद्य को तुम ग्रहण कर आम जूम रे जिते जुड़ित अच्छु प्रभु तुम दास दासी प्रत्येक को तुम नाम धर धर तुम आशीर्वाद कर आम प्रार्थना कर तुम दास भाई अब्राहम तुम वाक्य प्रकाश करेंगे प्रभु तुम दास को तुम आशीर्वाद कर अभिषेक कर ऊर्ध्वर ज्ञान बुद्धि दियो तुम वाक्य को भांगा कहवाई स्पष्ट भाव परिप्रकाश करने प्रत्येक को तुम साहाय्य कर परमेश्वर तुम वाक्य आम बुझी शुणी बसीभूत हो तद अनुसार जीवन काटापी तुम साहाय्य कर तुम दास को पुणी थे तुम हस्त दौच प्रभु संपूर्ण तुम अभिषेक कर मुख द्वारा तुम कथा कर गौरव महिमा पाओ आरंभ शेष पर्यंत नेटवर्क जीपर भल प्रभु आम समस्ते स्पष्ट भाव शुणी तुम महिमा प्रशंसा कर दया कर तुम दास को पीटर भाई को तुम आशीर्वाद कर बोली प्रार्थना कर खसला आज्ञा को जिते लोक मैंने परिचालना कर प्रत्येक को तुम नाम धर तुम आशीर्वाद कर गौरव प्रशंसा तुम पाओ जीशु कृष्ण नाम मांगली पिता गो आमेन। धन्यवाद आज्ञा। प्रत्येक विषय स्मरण रखी प्रभु हस्त प्रार्थना तोली पुनर्बार रियल मिनिस्ट्री तरफ आपन को धन्यवाद जनाए प्रेज द लॉर्ड आज्ञा। वर्तमान वाक्यर समय आम मध्य रेव अब्राहम ख्रीष्टदास सार उपस्थित अच्छा पारला खेमडी आज्ञा को एक वाक्य दे मु आह्वान करने को चाहे जहाँ लिखा अच्छी प्रथम सामुएल 12 पर्व 24 पद केवल सदा प्रभु को भय कर पुणी सत्य रूपे अंतकरण सहित ताहांकर सेवा कर कारण देख से तुम मान निमंते किपरि महत् कर्म मान करिअछंती। प्रभु वाक्य दे आम समस्त को अनुग्रह करंतु वर्तमान वाक्यर समय अब्राहम ख्रीष्टदास आज्ञा को मो प्रभु श्री ख्रीष्ट नाम रे स्वागत जनाए प्रेज द लॉर्ड आज्ञा। प्रेज द लॉर्ड। वर्तमान आम मान करताल दे आज्ञा को आम स्वागत करवा वर्तमान आपनकर समय सार समस्त को मोर नमस्कार जनाए आउ विशेष करी प्रभुंकर दास ए जूम रो परिचालक तांको मध्य मु धन्यवाद दिए आउ आज जे परिचालना करूछंती तांको मध्य मु धन्यवाद दिए आपण माने ए सुंदर सेवा कार्य को आगे नौछंती अनेकंकर आत्मिक जीवन रो निष्ठार सेवा है अटे प्रभु आपण मान समस्त को बाहुल्य भाव में आशीर्वाद करंतु वास्तव में दिन मानकर प्रभुंकर वाक्य निहाती संचय करने कथा शुणा कथा आउ पाड़िबा पाई मनोयोगी हेबा आवश्यक दिन थिला प्रभुंकर दास साधु पाउल कहिले शेष काल रे भीषण समय उपस्थित हब आ भीषण समय रो शेष भाग रे आमे वर्तमान अछु मोर स्वर समस्त सुनी पारुछंती प्रेज द लॉर्ड जदि सुभिब नै दयापूर्वक जणैबे तेबे मु आ टिके उच्च स्वर करिवि आज मोर काली ठारू दांत बथा होची तथापि मु आज्ञा को कही मु नेबी बोली प्राय सप्ताह पूर्व तेणु दांत बथा हो कौन हो मत नेबा को पड़ुछि हालेलुया आपण माने प्रार्थना करंतु जेमती जेटी समय मते दिया जाइछि श्रृंखलित भाव में समस्त समय प्रभु वाक्य दान करिवे वर्तमान
ଦିନମାନଙ୍କରେ ପ୍ରଭୁଙ୍କର ଲୋକମାନେ ଆମେ କେତେକ ବିଷୟରେ ଆମେ ନିହାତି ସତର୍କ ରହିବା ଦରକାର। ସେ ବିଷୟରେ ପ୍ରଭୁଙ୍କର ବାକ୍ୟ ଯାହା କହେ ଆଜି ତାହା ମାନେ ପଢିବା, ଶୁଣିବା ଆଉ ଜାଣିବା। ମାର୍କ ସୁସମାଚାର 4 ଅଧ୍ୟାୟ ତହିଁର 24 ପଦ ଲେଖାଯାଏ, ତୁମେ କଣ ଶୁଣୁଅଛ ସେ ବିଷୟରେ ସାବଧାନ। କଣ ଶୁଣୁଛ? ଆପଣ ମାନଙ୍କୁ ମତେ ଯେତେବେଳେ ବି ଯୋଉ ଶିକ୍ଷା ଦିଆଯାଏ ତାର ବିଷୟବସ୍ତୁ କଣ? ଏହା ମଧ୍ୟ ଲେଖା ଅଛି, ଯାହାକୁ ଯେତେ ଦିଆଯାଇଅଛି ତା ଠାରୁ ସେତେ ସଂଗ୍ରହ କରାଯିବ। ଆମେ ଯେତେ ଜଣ ଅଧିକ ବାଇବେଲ ପଢୁଛୁ, ଅଧିକ ବାକ୍ୟ ଶୁଣୁଛୁ, ଯେଉଁ ଯେଉଁ ବିଷୟରେ ଆମମାନଙ୍କୁ ସତର୍କ କରାଇ ଦିଆଯାଇଥାଏ, ଶୁଣିଲା ପରେ ଜାଣିଲା ପରେ ପୁନର୍ବାର ଯଦି ସେଇ ସମସ୍ତ ବିଷୟ ତ୍ୟାଗ କରିପାରୁନାହୁଁ, ସେଥିରେ ଆମମାନେ ଲିପ୍ତ ରହୁଛୁ, ତେବେ ତାହା ଆମମାନଙ୍କ ସକାଶେ ବିପଦର କାରଣ ନିଶ୍ଚିତ ହବ। ପ୍ରଭୁଙ୍କ ବାକ୍ୟ କହେ, ଯେ ନ ଜାଣି ପ୍ରହାର ଯୋଗ୍ୟ କର୍ମ କରେ ସେ ଅଳ୍ପ ପ୍ରହାରରେ ପ୍ରହାରିତ ହବ। ଯେ ଜାଣି ଜାଣି ପ୍ରହାର ଯୋଗ୍ୟ କର୍ମ କରେ ସେ ବହୁତ ପ୍ରହାରରେ ପ୍ରହାରିତ ହବ। ମୁଁ ପ୍ରଭୁଙ୍କ ଦାସଙ୍କୁ ଧନ୍ୟବାଦ ଦିଏ। ଆମମାନେ ସମସ୍ତେ ଯେପରି ସଚେତନ ରହିବା, ସାବଧାନ ରହିବା, ମହା ବିପଦରୁ, ଅମଙ୍ଗଳରୁ, ଈଶ୍ୱରଙ୍କ କ୍ରୋଧରୁ, ଦଣ୍ଡରୁ ରକ୍ଷା ପାଇବା, ଏଥିପାଇଁ ପ୍ରଭୁ ତାଙ୍କୁ ଗୋଟେ ବହୁତ ବଡ ବୋଝ ଦେଇଛନ୍ତି। ଆମେ କେବଳ ଏଠାରେ ପ୍ରଚାର କରିବା ପାଇଁ ସୁଯୋଗ ପାଉଛୁ ତାହା ନୁହଁ, କିନ୍ତୁ ଯାହା ଯାହା ଆମେ ଶୁଣୁଛୁ ବା ଯାହା ଯାହା ଆମେ ସଂଗ୍ରହ କରିଛୁ, ସେଇ ସବୁର ଆଜ୍ଞାବହ କରାଇବା ପାଇଁ ପ୍ରଭୁ ଆଦେଶ କରିଛନ୍ତି। ତାହା ହିଁ ପ୍ରଭୁଙ୍କର ଦାସଙ୍କ ଅନ୍ତରର ବୋଝ ଅଟେ। ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ଏହା କହେ, ପ୍ରଭୁ ଯୀଶୁ ନିଜେ ସେଦିନ କହିଲେ, ତୁମେ ମାନେ କଣ ଶୁଣୁଅଛ ସେ ବିଷୟରେ ସାବଧାନ। କେଉଁ ଦିନ, କେଉଁ ସମୟରେ, କେଉଁ ବିଷୟରେ ପ୍ରଭୁ ତାଙ୍କ ଲୋକଙ୍କ ଦ୍ୱାରା, ଦାସ ହଉ କି ଅବା ଦାସୀ ହଉ, ସେମାନଙ୍କ ଦ୍ୱାରା ଯାହା କହିଲେ, ଆପଣଙ୍କ ଜୀବନରେ ଯଦି ସେ ଦୁର୍ବଳତା, ସେ ଅନାଜ୍ଞାବହତା ଅଛି, ଆପଣ ଜାଣିଲେ କିନ୍ତୁ ଛାଡି ପାରୁନାହାନ୍ତି, ତାହା ଆପଣଙ୍କ ପାଇଁ ବହୁତ ବଡ କ୍ଷତିର କାରଣ ହବ। ଯେ ଶ୍ରୋତା ମାତ୍ର ହୁଏ, ବାକ୍ୟର ଆଜ୍ଞାକାରୀ ହୁଏ ନାହିଁ, ତାର କିଛି ଲାଭ, କିଛି ଲାଭ। ପ୍ରଭୁ ତାଙ୍କ ବାକ୍ୟ କେବଳ ଶୁଣିବା ପାଇଁ, ଜାଣିବା ପାଇଁ, ସଞ୍ଚୟ କରିବା ପାଇଁ ପ୍ରକାଶ କରିନାହାନ୍ତି। ବଡ ଭାଗ୍ୟବାନ ଯେ ଆମେ ଯାହାଙ୍କୁ ଦେଖି ହୁଏ ନାହିଁ, ଯାହାଙ୍କ ସ୍ୱର ଶୁଣିବା, କଥା ଶୁଣିବା ବହୁତ ଦୁର୍ଲଭ, ବିରଳ, ଆମମାନଙ୍କୁ ଏତେ ପ୍ରେମ, ଏତେ ଅନୁଗ୍ରହ କରି ପ୍ରେରିତ ମାନଙ୍କ ଦ୍ୱାରା, ଭାବବାଦୀ ମାନଙ୍କ ଦ୍ୱାରା ଆମର ସଚେତନ ମୂଳକ କଥା ଗୁଡିକ ପ୍ରଭୁ ପ୍ରକାଶ କରିଛନ୍ତି। କେତେ ଗଭୀର ପ୍ରେମ ତାଙ୍କର ଆମ, ହାଲେଲୁୟା, କେତେ ଗଭୀର। କାଳେ ଆମେ ପଥଭ୍ରଷ୍ଟ ହବୁ, ଯୋଉ ସ୍ଥାନରୁ ଆମେ ଆସିଛୁ ପୁନର୍ବାର ସେଠାକୁ ଯାଇ ନ ପାରିବୁ, ସେଥିପାଇଁ ଏମାନଙ୍କୁ ସତର୍କ କରାଇବା ନିମନ୍ତେ, ଯେମିତି ରୋଡରେ ଗଲା ବେଳକୁ ଜଙ୍ଗଲ ରାସ୍ତା, ଆକ୍ସିଡେଣ୍ଟ ରୋଡ, ଆକ୍ସିଡେଣ୍ଟ ଏରିଆ, ସାବଧାନ, ଘାଟି ରାସ୍ତା, ରାସ୍ତା ଖରାପ ଅଛି, ବୋର୍ଡ ଗୁଡିକ ଲାଗିଥାଏ।
ଆମର ସୁରକ୍ଷା। ହମ୍ସ ଅଛି, ରାସ୍ତା ଖରାପ ଅଛି, ଟର୍ଣ୍ଣିଂ ଅଛି, ସଂକେତ ଦିଆଯାଇଥାଏ। ସେ ସଂକେତକୁ ନ ମାନି ଯୋଉମାନେ ଗାଡି ସ୍ପିଡ ରେ ଚଲାନ୍ତି, କୋଉ ଜାଗାରେ କେତେ ସ୍ପିଡ ରେ ଯିବ ତାହା ମଧ୍ୟ ଲେଖା ଯାଇଥାଏ। କାହିଁକି? ସୁରକ୍ଷା ପାଇଁ। ହଁ ନା ନାହିଁ? ସୁରକ୍ଷା ପାଇଁ ଲେଖାଯାଏ, ସାବଧାନ। ତେଣୁ ଆମର ଅନନ୍ତକାଳୀନ ସୁରକ୍ଷା, ଶାନ୍ତି ପାଇଁ, ଆନନ୍ଦ ପାଇଁ, ପ୍ରଭୁଙ୍କର ଉପସ୍ଥିତିରେ ଆମେ ଯେପରି ରହିବା, ସେଥିପାଇଁ କେତେ ଗୁଡିଏ କଥା ପ୍ରଭୁ ତାଙ୍କର ଭାବବାଦୀ ମାନଙ୍କ ଦ୍ଵାରା, ପ୍ରେରିତ ମାନଙ୍କ ଦ୍ଵାରା ଆମର ସୁରକ୍ଷା ପାଇଁ ପ୍ରକାଶ କରିଛନ୍ତି। ତେଣୁ ପ୍ରଭୁ ନିଜେ କହିଲେ, କଣ ଶୁଣୁଛ, ସବଜେକ୍ଟ କଣ, ସେ ବିଷୟରେ ସାବଧାନ। ପୁଣି ଲୁକ ସୁସମାଚାର 8:18 ଲେଖାଯାଏ, କିପରି ଶୁଣୁଅଛ। ବାଃ! ଆପଣଙ୍କର ଆଟେନସନ କେମିତି ରହେ ବାକ୍ୟ ଶୁଣିବା ସମୟରେ, ଆପଣ କିପରି ଶୁଣନ୍ତି? ଏଠି କେତେ ଗୁଡିଏ କଥା ଆମେ ଆଲୋଚନା କରିପାରିବା, ଯାହା ଶୁଣିବା ସମୟରେ ଘଟିଥାଏ। କେତେ ଜଣ ଜୁମ୍ ଆଟେଣ୍ଡ କରନ୍ତି କିନ୍ତୁ ଶୁଣନ୍ତି ନାହିଁ। ମୁଁ ବୋଧେ ଠିକ କହୁଛି? ଯୋଉମାନେ ଶୁଣୁନାହାନ୍ତି ସେମାନଙ୍କୁ କଷ୍ଟ ଲାଗିବ, ନିଶ୍ଚୟ କଷ୍ଟ ଲାଗିବ। ସତ୍ୟ କଥା, କଷ୍ଟ ଲାଗିବ ନିଶ୍ଚିତ। କେତେ ଜଣ ଆଟେଣ୍ଡ କରନ୍ତି କିନ୍ତୁ ଶୁଣନ୍ତି ନା, ଶୁଣନ୍ତି। ସେମାନେ କେବଳ ଆଟେଣ୍ଡ କରିଥିବେ, ତାଙ୍କର କ୍ୟାମେରା ଅନ୍ ରହିବ ନାହିଁ। କ୍ୟାମେରା ଅନ୍ ରହିବ ନାହିଁ, ତାର କେତୋଟି କାରଣ ଅଛି। ତୋ ମଧ୍ୟରୁ ପ୍ରଧାନ କାରଣ ହେଲା ସେମାନେ ନ ଶୁଣିବା ପାଇଁ କ୍ୟାମେରା ଅନ୍ କରନ୍ତି ନାହିଁ। ଆଉ କେତେ ଗୁଡିଏ ପଜିଟିଭ କାରଣ ବି ଅଛି, କରେଣ୍ଟ ନଥିବ କି ଅବା ଅନ୍ୟ କୌଣସି ସମସ୍ୟା ଥିବ। ସେ ଯାହା ବି ହଉ, ପ୍ରଭୁ କହୁଛନ୍ତି କିପରି ଶୁଣୁଅଛ। ଯଦି ଆମେ କୌଣସି ପ୍ରାର୍ଥନା ସଭାରେ, କୌଣସି ବାକ୍ୟ ଦିଆଯିବା ସ୍ଥାନରେ ଉପସ୍ଥିତ ଅଛୁ, ପ୍ରଭୁ କହୁଛନ୍ତି, ପ୍ରଭୁ ନିଜେ କହୁଛନ୍ତି, କିପରି ଶୁଣୁଅଛ। ଆପଣ କେତେ ମନୋଯୋଗୀ ହୋଇ ଯାହା ପ୍ରଚାର କରାଯାଉଅଛି ତାହା ଶୁଣୁଛନ୍ତି, ଏ ବିଷୟରେ ସାବଧାନ ହେବା। କାହିଁକି ନା ଯାହା ଯାହା ଆମେ ଶୁଣୁଛୁ, ଆମର ଶୁଣିବାର ମନ ଯଦି 100 ଗୁଣ ନଥାଏ, ଆଉ ସେଥିରେ ଆମମାନେ ମନ ସମ୍ପୂର୍ଣ୍ଣ ଦେଇନଥାଉ, ତଦନୁସାରେ ଆମକୁ ହିସାବ ଦେବାକୁ ପଡିବ। ସେଦିନ ମୋର ଦାସ ଦ୍ଵାରା, ମୋର ଦାସୀ ଦ୍ଵାରା, ଆମର ରିଏଲ ମିନିଷ୍ଟ୍ରିର ଆୟୋଜକଙ୍କ ଦ୍ଵାରା ମୁଁ ତୁମର ସୁରକ୍ଷା ପାଇଁ ଏକ ମହତ୍ ବିଷୟ ଶୁଣାଇବା ପାଇଁ ଚାହିଁଲି। ତୁମକୁ ରକ୍ଷା କରିବା ପାଇଁ ମୁଁ ଚାହିଁଲି, ତୁମେ ମନୋଯୋଗ ପୂର୍ବକ ଶୁଣିଲ ନାହିଁ। ବସିଥିଲ ସତ କଥା, ତମର ଧ୍ୟାନ ଅନ୍ୟ ଆଡେ ଥିଲା, ତ ମନୋଯୋଗୀ ହେଇନଥିଲ। ମୁଁ ରେକର୍ଡିଂ କରିଛି, ଏବେ ତ ପ୍ରଚାର ଚାଲୁଛି, ସେଟା ବୋଧେ ରେକର୍ଡିଂ ହଉଥିବ, କିନ୍ତୁ ପ୍ରଭୁ କହିବେ ମୁଁ ବି ରେକର୍ଡିଂ କରିଛି। ତେଣୁ 50 ଗୀତରେ ଲେଖା ଅଛି, ଆମେ ସେଇ ସମସ୍ତ ବିଷୟ ତୁମ ସମ୍ମୁଖରେ ସଜାଇବା, ସଜାଇ ରଖିବା। ଆମେ କେତେବେଳେ କେଉଁ ପ୍ରକାରେ ପ୍ରଭୁଙ୍କର ବାକ୍ୟ ପ୍ରତି ମନୋଯୋଗୀ ଅଟୁ, ପ୍ରଭୁ ସବୁ ସଜାଇ ରଖିବେ। ତା ମାନେ ରେକର୍ଡିଂ ହଉଛି ତାଙ୍କ ପାଖରେ। କିପରି ଶୁଣୁଅଛ, ସେ ବିଷୟରେ ସାବଧାନ। ବାଇବଲରେ ଆଦି ପୁସ୍ତକ ଠାରୁ ଆରମ୍ଭ କରି ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ବାରମ୍ବାର 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 ସାବଧାନ ହେବା ପାଇଁ ବାକ୍ୟ ଦିଆଯାଇଛି। ବାରମ୍ବାର, ତା ମାନେ
ଯାହା ଯାହା ପ୍ରଭୁ କହିଛନ୍ତି କେତେ ଗୁରୁତ୍ୱପୂର୍ଣ୍ଣ ଅଟେ, ନଚେତ୍ ଆଦିରୁ ଆରମ୍ଭ ପର୍ଯ୍ୟନ୍ତ ଏ ଗୋଟିଏ ଶବ୍ଦ ବ୍ୟବହାର କରାଯାଇନଥାନ୍ତା, କରାଯାଇନଥାନ୍ତା। ଆପଣ ଆଦି ପୁସ୍ତକ 24 ଅଧ୍ୟାୟ 6 ପଦ ଠାରୁ ଆରମ୍ଭ କରି ପ୍ରକାଶିତ 22ର 9 ପର୍ଯ୍ୟନ୍ତ ବାରମ୍ବାର ପ୍ରଭୁ ସାବଧାନ ସାବଧାନ ସାବଧାନ, ବିଭିନ୍ନ କାରଣରୁ ତାହା ଲେଖାଯାଏ, ବିଭିନ୍ନ କାରଣ। ଆଦି 24ର 6ରୁ ଆରମ୍ଭ କରି ପ୍ରକାଶିତ 22ର 9 ପର୍ଯ୍ୟନ୍ତ, ମାନେ ବାଇବଲର ପ୍ରଥମ ପୁସ୍ତକରୁ ଆରମ୍ଭ କରି ବାଇବଲର ଶେଷ ପୁସ୍ତକ ପର୍ଯ୍ୟନ୍ତ ବାରମ୍ବାର ବାରମ୍ବାର ବିଭିନ୍ନ କାରଣରୁ ସାବଧାନ ରହିବା ପାଇଁ ସତର୍କ ଘଣ୍ଟି ବାଜିଛି। ସତର୍କ, କାରଣ ଜଣେ ବ୍ୟକ୍ତି ଯଦି ଈଶ୍ୱରଙ୍କ ଦ୍ୱାରା କଥିତ ବିଷୟ ପ୍ରତି ସାବଧାନ ନ ହୁଏ, ବା ନିଜର କର୍ତ୍ତା ବା ନିଜର ପ୍ରଭୁ ବା ନିଜର ଡିରେକ୍ଟର ବା ନିଜର ପାଳକ ବା ଯାହାର ପରାମର୍ଶ ଦ୍ୱାରା ସେ ପରିଚାଳିତ ଅଟେ, ତାର କଥାକୁ ଯଦି ସେ ସତର୍କତାର ସହିତ ପାଳନ କରିବା ପାଇଁ ମନୋଯୋଗୀ ନ ହୁଏ, ଅସାବଧାନ ହୁଏ, ଏବେ ବିପଦ ଅଛି। ଆମେ ଜଣ ଜଣଙ୍କ କଥା ଯଦି ଆଲୋଚନା କରିବା, ଯୋଉମାନେ ସାବଧାନ ହୋଇପାରିନାହାନ୍ତି ସେମାନେ ରକ୍ଷା ପାଇନାହାନ୍ତି, ବିଶ୍ରାମ ପାଇନାହାନ୍ତି, ଶାନ୍ତି ପାଇନାହାନ୍ତି। ଆଦମ ହବା ସେମାନେ ସଦାପ୍ରଭୁଙ୍କ ଦ୍ୱାରା କୁହାଯାଇଥିବା କଥା ପ୍ରତି ସାବଧାନ ହେଲେ ନାହିଁ। ଅତି ସଂକ୍ଷିପ୍ତରେ ଏଦନ ଉଦ୍ୟାନରେ ସେମାନେ ଫଳ ଖାଉଥିଲେ, କିନ୍ତୁ ଆପଣ ଆଦି ପୁସ୍ତକ 3 ଅଧ୍ୟାୟ ଦେଖିବେ, ପ୍ରଭୁ ସେମାନଙ୍କୁ ଫଳ ବଦଳରେ ପତ୍ର ଖାଇବା ପାଇଁ କହିଲେ। ଟିକେ ପଢିବା ଆଦି ପୁସ୍ତକ, ହାଲେଲୁୟା, ଆଦି ପୁସ୍ତକ 2 ଅଧ୍ୟାୟର 16 ଜଣେ ପଢନ୍ତୁ, ଆଉ 3 ଅଧ୍ୟାୟର 18 ଜଣେ ପଢନ୍ତୁ। 2ର 16। ସଦାପ୍ରଭୁ ପରମେଶ୍ୱର ସେ ମନୁଷ୍ୟକୁ ଆଜ୍ଞା ଦେଇ କହିଲେ, ତୁମେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସ୍ୱଚ୍ଛନ୍ଦରେ ଭୋଜନ କରିପାର, ଯେ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ସେ ଉଦ୍ୟାନରେ ଅଛନ୍ତି ତାଙ୍କୁ ଫଳ ଖାଇବା ପାଇଁ କୁହାଯାଇଥିଲା। 3 ଅଧ୍ୟାୟ ତାର 18 ପଦ ଲେଖାଯାଏ, ତହିଁରେ କଣ୍ଟା ପୋଖରା ଗଛ ଜାତ ହେବ, ପୁଣି ତୁମେ କ୍ଷେତ୍ରର, କଣ ଆଜ୍ଞା, କ୍ଷେତ୍ରର, କେଇ ଜଣେ ସାହାଯ୍ୟ କରିବେ କି? କ୍ଷେତ୍ରର କଣ? ତମେ କ୍ଷେତ୍ରର ଶାଗ ଖାଇବ। ଶାକ ଭୋଜନ କରିବ। ହଁ, ଶାଗ ଖାଇବ। ଫଳ ଖାଉଥିଲ କିନ୍ତୁ ଏବେ ଶାଗ ଖାଇବ। ଦେଖନ୍ତୁ, ଆରାମରେ ଥିଲ, ଏସି ରୁମରେ ଥିଲା ପରି ଥିଲ, କିନ୍ତୁ ତୁମର ଦେହରୁ ଝାଳ ବାହାରିଲେ ତୁମେ ମୁଠେ ଅନ୍ନ ପାଇବ। କେତେ କଷ୍ଟ। କଥିତ ବିଷୟ ପ୍ରତି, ପ୍ରକାଶିତ ବିଷୟ ପ୍ରତି, ଶୁଣା ଯାଇଥିବା କଥା ପ୍ରତି ଜଣେ ସାବଧାନ ନହେଲେ କେମିତି ଅମଙ୍ଗଳ ଆସେ। ସାଉଲ ରାଜା ହେଲେ, ପରମେଶ୍ୱର ତାଙ୍କୁ ଯେପରି ଆଦେଶ ଦେଇଥିଲେ ଅମାଲେକୀୟ ମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରିବା ପାଇଁ, ସେ ସାବଧାନ ହେଲେ ନାହିଁ। ତାଙ୍କର ପ୍ରାଚୀନ ମାନଙ୍କର, ଲିଡର ମାନଙ୍କର, ଆଉ ସୈନ୍ୟ ମାନଙ୍କର କଥା ଶୁଣିଲେ, ଯାହା ବିନାଶ କରିବା କଥା ନ କରି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବା ପାଇଁ ଆଣିଲେ। ପରିଣାମ କଣ ହେଲା? ରାଜପଦରୁ ଚ୍ୟୁତ ହେଲେ, ଅସାବଧାନ। ସାମସନ ସାବଧାନ ହୋଇପାରିଲେ ନାହିଁ, କଣ ଅବସ୍ଥା ଘଟିଲା ଆପଣ ମାନେ ଜାଣିଛନ୍ତି। ଯହୂଦାକୁ ପ୍ରେରିତ ପଦ ଦିଆଗଲା, କିନ୍ତୁ ସେ ସାବଧାନ ହେଲା ନାହିଁ, ଫାଶୀ ହେଇକି ମଲା। ହାମନ
ନିଜର କୁମନ୍ତ୍ରଣା କୁଚିନ୍ତା ଦ୍ୱାରା ନିଜେ ଫାସି ହେଲା, ସାବଧାନ ହେଲା। ଆଖନ ଯାହା ପ୍ରଭୁ ମନା କରିଥିଲେ ତାହା କଲା, ପଥର ପକେଇ ତାକୁ ମାରିଲେ, ତାର ପରିବାରକୁ ବିନଷ୍ଟ କଲେ। ଏସବୁ କାହିଁକି ଲେଖାଯାଇଛି? ଆମେ ଯଦି ବାକ୍ୟ ଶୁଣିଲା ପରେ ଯାହା ଯାହା ଆମ ପ୍ରତି ସତର୍କ କରାଇ ଦିଆଯାଇଥାଏ ନ ହେବୁ, ଆମ ପ୍ରତି ମଧ୍ୟ ସେ ପ୍ରକାର ଘଟିବ। କାରଣ ଈଶ୍ୱର ଯେପରି ଦୟାଳୁ ସେପରି ନ୍ୟାୟବାନ ଅଟନ୍ତି। ହାଲେଲୁୟା। ତାଙ୍କ ପାଖରେ ମୁଖାପେକ୍ଷା ନାହିଁ। ସେ ବିଚାର କରିବା ସମୟରେ ସତ୍ୟରେ ଓ ନ୍ୟାୟରେ ବିଚାର କରିବେ, ମୁଖାପେକ୍ଷା ନାହିଁ। ପ୍ରେମ କଲା ବେଳେ ଅପାର ପ୍ରେମରେ ପ୍ରେମ। ଆପଣର ଏକମାତ୍ର ପୁତ୍ରଙ୍କୁ ମୃତ୍ୟୁ ଭୋଗ କରିବା ନିମନ୍ତେ ଆମର ସୁରକ୍ଷା ପାଇଁ ତ୍ୟାଗ କଲା ଭଳି ପ୍ରେମ ତାଙ୍କ। ଏତେ ବଡ ତ୍ୟାଗର ପ୍ରେମ ସେ ଦେଖାଇଲେ, କିନ୍ତୁ ବିଚାର କଲା ବେଳେ ନ୍ୟାୟରେ ବିଚାର। ଯାତ୍ରା ପୁସ୍ତକ ପ୍ରଥମ ଅଧ୍ୟାୟ ତହିଁର 10 ପଦରେ ଏ ସାବଧାନକୁ ଚତୁରତାର ବିଷୟ ବୋଲି କୁହାଯାଏ। ଚତୁର, ସାବଧାନ ହେବାର ଅର୍ଥ ହଉଛି ଚତୁରତା ଅବଲମ୍ବନ କରି ରକ୍ଷା ପାଇବା। ଲେଖା ଅଛି ଗୋଟେ ପ୍ରକାର, କିନ୍ତୁ ତାର ଉଦ୍ଦେଶ୍ୟଟାକୁ ଯଦି ଆମେ ଅନୁସନ୍ଧାନ କରିବା, ଏ ସାବଧାନ ଶବ୍ଦ ଚତୁରତାର ପରିଚୟ ଦିଏ। ସେଦିନ ଫାରୋ ମିଶରୀୟ ଲୋକମାନଙ୍କୁ କହିଲେ, ଆମେ ସାବଧାନ ହୋଇ ଏମାନଙ୍କ ସହିତ ବ୍ୟବହାର କରିବା, ଯେପରି ସେମାନେ ବର୍ଦ୍ଧିତ ନ ହେବେ, ଆମ ବିରୁଦ୍ଧରେ ଯୁଦ୍ଧ ନ କରିବେ। ତାର ଅର୍ଥ କଣ? ସେମାନେ ବଢିବାକୁ ହେବ ନାହିଁ, ଆମ ବିରୁଦ୍ଧରେ ଯିବାକୁ ହେବ। ଏଥିପାଇଁ ଆମେ ସାବଧାନ। ଚତୁର, ଯୋଉମାନେ ଚତୁର ଅଟନ୍ତି ସେମାନେ ସତର୍କ ରହିବେ। ଚତୁର ନାହିଁ ବୋଲେ ବୁଦ୍ଧିହୀନ ଲୋକ, ଦେଖନ୍ତୁ ସେ ବିପଦରେ ପଡିବ। 10 ଅଧ୍ୟାୟ 10 ପଦରେ ଲେଖାଯାଏ, ଯାତ୍ରା ପୁସ୍ତକ 10:10ରେ, ଏହା ଏକ ସତର୍କତାର ବିଷୟ। ସାବଧାନ ହଉଛି ସତର୍କତାର ବିଷୟ। ସାବଧାନ କହିବାର ଅର୍ଥ ସତର୍କ। ଯଦି ତୁମେ ସତର୍କ ନ ହବ, ବିପଦରେ ପଡିବ। ଫାରୋଙ୍କୁ କହୁଛନ୍ତି, ମୂସା ତୁମେ ବର୍ତ୍ତମାନ ସମସ୍ତେ ଯାଇପାର, କିନ୍ତୁ ସାବଧାନ, ତୁମ ପ୍ରତି ଅମଙ୍ଗଳ ଅଛି। ତାମାନେ ସତର୍କ। ଆଦି ପୁସ୍ତକ 24:6 ପ୍ରକାଶିତ 22:9 ପର୍ଯ୍ୟନ୍ତ ଅନେକ ବିଷୟରେ ସାବଧାନ ହେବା ପାଇଁ ଲେଖା ଅଛି, କିନ୍ତୁ ଆମ ହାତରେ ଯୋଉ ଲିମିଟେଡ ଟାଇମ ଅଛି, ଆଉ ପ୍ରାୟ 24 ମିନିଟ ଅଛି, ଏ 24 ମିନିଟରେ ଆମେ 7ଟି କଥା ଆଲୋଚନା କରିବା। 7ଟି ବିଷୟ ଆମେ ଆଲୋଚନା କରିବା, ଯେପରି ଆମେ ନିଜେ ରକ୍ଷା ପାଇବା। ଏଇଟା ଶୁଣିବା ପାଇଁ, ଜାଣିବା ପାଇଁ କେବଳ ନୁହଁ, ଏ ବିଷୟରେ ଆମେ ସାବଧାନ ହୋଇ ନିଜେ ରକ୍ଷା ପାଇବା। ପ୍ରଥମ କଥା, ଦ୍ୱିତୀୟ ବଂଶାବଳୀ 19 ଅଧ୍ୟାୟରେ ଯେତେବେଳେ ଜିହୁଦାର ରାଜା ଜିହୋଶାଫାତ ରାଜ୍ୟଭାର ଗ୍ରହଣ କଲେ, ସେ ବହୁତ ବଡ ପଦକ୍ଷେପ ସେ ନିଜର ଲୋକମାନଙ୍କ ପାଇଁ ନେଲେ। ଦ୍ୱିତୀୟ ବଂଶାବଳୀ 19 ଅଧ୍ୟାୟ 4 ପଦରୁ ମାନେ 9 ପଦ ପର୍ଯ୍ୟନ୍ତ ପଢିବା। ଜିହୋଶାଫାତ ଜେରୁସାଲେମରେ ବାସ କଲେ, ଆଉ ସେ ପୁନର୍ବାର ବେରସେବା ଠାରୁ ଇଫ୍ରାଇମର ପର୍ବତମୟ ଦେଶ ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ଗତାୟତ କରି ସଦାପ୍ରଭୁ ସେମାନଙ୍କୁ ପିତୃଗଣର ପରମେଶ୍ୱରଙ୍କ ପ୍ରତି ସେମାନଙ୍କୁ ଫେରାଇ ଆଣିଲେ। ଦେଖ କେତେ ବଡ ପଦକ୍ଷେପ। ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ପ୍ରତି ସେମାନଙ୍କୁ ଫେରାଇ ଆଣିଲେ, ଆଉ ସେ ଦେଶର ସର୍ବତ୍ର ଜିହୁଦାର ପ୍ରାଚୀର ବେଷ୍ଟିତ ନଗର ସମୂହରେ ନଗରକୁ ନଗର
ବିଚାରକର୍ତ୍ତା ମାନଙ୍କୁ ନିଯୁକ୍ତି କଲେ, ଯେପରି ଦେଶରେ କୌଣସି ତ୍ରୁଟି ନ ହୁଏ। ଆଉ ବିଚାରକର୍ତ୍ତା ମାନେ କିପରି ରହିବେ, କିପରି ବିଚାର କରିବେ, ସେ କଥା ସେମାନଙ୍କୁ ସେ ଜଣାଇଲେ। ସେ ସେଇ ବିଚାରକର୍ତ୍ତା ମାନଙ୍କୁ କହିଲେ, ତୁମେ ମାନେ ଯାହା କର ତାହା ବିବେଚନା କର, କାରଣ ତୁମେ ମାନେ ମନୁଷ୍ୟ ନିମନ୍ତେ ନୁହେଁ, ମାତ୍ର ସଦାପ୍ରଭୁଙ୍କ ନିମନ୍ତେ ବିଚାର କରୁଅଛ। ପୁଣି ବିଚାରରେ ସେ ତୁମର ସହାୟ ଅଟନ୍ତି। ହେତୁ ସଦାପ୍ରଭୁଙ୍କ ଭୟ ତୁମମାନଙ୍କ ଉପରେ ଅଧିଷ୍ଠିତ ହଉ, ସାବଧାନ ହୋଇ ତାହା କର, କାରଣ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱରଙ୍କ ଠାରେ ଅଧର୍ମ, ମୁଖାପେକ୍ଷା କି ଲାଞ୍ଚ ଗ୍ରହଣ କରିବାର ନାହିଁ। ବିଚାର କରିବାର କ୍ଷମତା ଯଦି ପ୍ରଭୁ କାହାକୁ ଦେଇଛନ୍ତି, ମୁଖାପେକ୍ଷା କରିବାର ନାହିଁ, ପ୍ରଭୁ ଭୟ ରହିବାକୁ ହବ। କାରଣ ପ୍ରଭୁଙ୍କ ପାଖରେ ମୁଖାପେକ୍ଷା ନାହିଁ। ଆମେ କାହାର ବିଚାର କରିବା ସମୟରେ ଆମର ନିଜର ଲୋକ କି ଆମର ସପକ୍ଷବାଦୀ କି ଆମକୁ ସାହାଯ୍ୟ କରିକି ଆମ ବିଷୟରେ ତାର ଟିକେ ମନୋଯୋଗ ଅଛି ବୋଲି ଯଦି ବିଚାରରେ ଆମେ ଅନ୍ୟାୟ କରିବୁ, ପ୍ରଭୁ କହୁଛନ୍ତି ମୁଁ ତମକୁ ବିଚାର କରିବି। ତୁମେ ତ ଅନ୍ୟକୁ ବିଚାର କରି ସାବଧାନ କରିବା ପାଇଁ, ସତର୍କ କରିବା ପାଇଁ ତୁମେ ଯାଇଛ, କିନ୍ତୁ ତୁମେ ଯଦି ଅନ୍ୟାୟ କରିବ ସେଠି ମୁଁ ତମକୁ ବିଚାର କରିବି। ଏଥିପାଇଁ ତୁମେ ସାବଧାନ ରହିବ, ମୋ ବିଷୟକ ଭୟ ତୁମ ଉପରେ ରହିବାକୁ ପଡିବ। ବିଚାର କରିବା ତ ଭଲ ବିଷୟ, ସମାଧାନ ତ ଭଲ ବିଷୟ, ଯୋଡିବା ତ ଭଲ ବିଷୟ, କିନ୍ତୁ ତହିଁରେ ଯଦି କିଛି ସ୍ୱାର୍ଥ ଥାଏ, ପ୍ରଭୁ ବିଷୟକ ଭୟ ନଥାଏ, ପ୍ରଭୁ ନ ଚାହିଁବା ଭଳି ପାର୍ଥକ୍ୟତା ଥାଏ, ତେବେ ଆମେ ବିଚାରିତ ହେବାକୁ ପଡିବ। ଦେଖନ୍ତୁ, ଆମେ ଯେପରି ପରମେଶ୍ୱରଙ୍କ ସାମୁରେ ବିଚାରିତ ନ ହଉ, ସେଥିପାଇଁ ବିଚାରକର୍ତ୍ତା ମାନଙ୍କୁ କୁହାଗଲା ତୁମେ ସାବଧାନ ରହିବ, ପ୍ରଭୁ ଭୟ ତୁମ ପାଖରେ ରହିବ। ପ୍ରଥମ ବିଷୟ, ଯୋଉମାନଙ୍କୁ ପ୍ରଭୁ ଦାୟିତ୍ୱ ଦେଇଛନ୍ତି, ଏ ବିଶେଷ ଗୁରୁ ଦାୟିତ୍ୱ ଅତି ସାବଧାନତାର ସହିତ ତୁଲାଇବା ଦରକାର, ଯେପରି ନିଜ ପ୍ରତି କୌଣସି ଅମଙ୍ଗଳ ନ ଘଟେ। ମନୁଷ୍ୟ ମନୁଷ୍ୟର ବିଚାର କରି ନ୍ୟାୟକୁ ଅନ୍ୟାୟ, ଅନ୍ୟାୟକୁ ନ୍ୟାୟ କରିପାରେ, କିନ୍ତୁ ପ୍ରଭୁଙ୍କର ପାଖରେ ନ୍ୟାୟ ନ୍ୟାୟ ହିଁ ରହିବ, ଅନ୍ୟାୟ ଅନ୍ୟାୟ ହିଁ ରହିବ, ପାର୍ଥକ୍ୟ ନାହିଁ। ସେଥିପାଇଁ ଆଇବ 36:21 ପଦରେ ଲେଖାଯାଏ, ତୁମ ମଧ୍ୟରେ ଅଧର୍ମ ବାସ ନ କରୁ, ଅଧର୍ମକୁ ଆଦର କର ନାହିଁ। ପ୍ରଭୁ ଭୟ ଯାହା ପାଖରେ ଥାଏ ସେ ନ୍ୟାୟରେ କଥା କହିବ। ସେଟା ବର୍ତ୍ତମାନ କାହାକୁ କଷ୍ଟ ହେଇପାରେ, କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ବୁଝିବେ ଯେ ନାଇଁ ନାଇଁ, ଏ ପ୍ରକାର ହେବାର ଆବଶ୍ୟକ ଥିଲା, ଯଥାର୍ଥ ବିଚାର ହୋଇଛି। ଦ୍ୱିତୀୟ କଥା, Joshua 23 ଅଧ୍ୟାୟ ତହିଁର 11-13 ପଦ ଯଦି ପଢିବା, ତେବେ ସେଠାରେ ଲେଖାଯାଏ, ପରମେଶ୍ୱରଙ୍କୁ ପ୍ରେମ କରିବା ପାଇଁ ସାବଧାନ। ଜଗତରେ ଅନେକ ବିଷୟ ରହିଛି ଯାହାକୁ ପ୍ରେମ କରାଯାଇପାରେ, କିନ୍ତୁ ସେ ସମସ୍ତ ମଧ୍ୟରୁ ଈଶ୍ୱରଙ୍କର ପ୍ରେମ କରିବା ଉତ୍କୃଷ୍ଟ, ସର୍ବଶ୍ରେଷ୍ଠ ଆଉ ପ୍ରଥମ ହେବା ଦରକାର। ପ୍ରଭୁ କହୁନାହାନ୍ତି ତୁମର ଆତ୍ମୀୟ ମାନଙ୍କୁ ପ୍ରେମ କର ନାହିଁ। ପ୍ରଭୁ କହୁନାହାନ୍ତି ତୁମେ ନିଜର ବନ୍ଧୁ ମାନଙ୍କୁ ପ୍ରେମ କର ନାହିଁ, କିନ୍ତୁ ଆମର ପ୍ରେମ ପ୍ରଭୁଙ୍କ ପ୍ରତି, ଆମର ପ୍ରେମ ଈଶ୍ୱରଙ୍କ ପ୍ରତି, ଆମର ପ୍ରେମ ଆମର ପାଇଁ ପ୍ରାଣ ଦେଇଥିବା ଯୀଶୁଙ୍କ ପ୍ରତି, ତାଙ୍କ ବାକ୍ୟ ପ୍ରତି ପ୍ରଥମ ହେବା ଦରକାର। ଏ ବିଷୟରେ ସାବଧାନ, କାରଣ ପ୍ରତିଦିନ ପ୍ରତି ମୁହୂର୍ତ୍ତ ତାଙ୍କ ହାତରେ ନିକ୍ତି ଅଛି। ଆମର ପ୍ରେମ ଈଶ୍ୱରଙ୍କ ପ୍ରତି କେତେ ପରିମାଣ, ଆମର ନିଜର ଲୋକ ପ୍ରତି କେତେ ପରିମାଣ, ଆମେ ଯାହାକୁ ଭଲ ପାଉ ତା ପ୍ରତି ଆମର ପ୍ରେମ କେତେ, ଯେ ଆମ ପ୍ରତିକୂଳରେ ଅଛି ତା ପ୍ରତି ଆମର ପ୍ରେମ କେତେ। ପ୍ରତିଦିନ ନିକ୍ତି ଧରିକି ସେ ବସିଛନ୍ତି, ଏହା କେବେ ଆମେ ଭୁଲି ନ ଯାଉ। ଏ ବିଷୟରେ ସର୍ବଦା ଆମେ ସାବଧାନ ରହୁ।
କାରଣ ନବୁକଦନେସ୍ୱରକୁ କୁହାଗଲା ତୁମେ ତୋଳା ଯାଇଛ ଆଉ ଉଣା ପଡିଛ, ମିନେ ମିନେ ତକେଲୁ ପାରଛ, ତମେ ଓଜନ କରାଯାଇଛ। ସେ ଜାଣିପାରିନାହାନ୍ତି କେତେବେଳେ ସେ ଓଜନ କରାଯାଇଛନ୍ତି, ନିଜେ ଜାଣିପାରିନାହାନ୍ତି। ଆମକୁ ମଧ୍ୟ ପରମେଶ୍ୱର ପ୍ରତିଦିନ ଓଜନ କରୁଛନ୍ତି। ସେଥିପାଇଁ କୁହାଗଲା ସାବଧାନ, ଆମ ପ୍ରତି ତୁମର ପ୍ରେମ କୌଣସି ବିଷୟରେ ଉଣା ନ ପଡୁ। ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ ଗୀତ ଗାଇବା, ତାଳି ମାରିବା, ସୁନ୍ଦର ପ୍ରଚାର କରିବା ତାହା ନୁହଁ। ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ ପ୍ରଥମ ଜହନରେ ଲେଖା ଅଛି ଯେ ଆମକୁ ପ୍ରେମ କରେ ସେ ଆମର ଆଜ୍ଞା ପାଳନ କରୁ। ଆମେନ୍, ହାଲେଲୁୟା। ତୃତୀୟ କଥା, ଯିରିମିୟ 17 ଅଧ୍ୟାୟ, ମୋ ସହିତ ଖୋଲନ୍ତୁ ପଢିବା। ପ୍ରେଜ୍ ଦ ଲର୍ଡ। ବିଶ୍ରାମ ବାର ପାଳନ କରିବା ବିଷୟରେ ସାବଧାନ ହେବ। ବେଳେ ବେଳେ ବିଶ୍ରାମ ବାର ଦିନ କୁଣିଆ ଆସିଲେ ବିଶ୍ରାମ ବାର ବନ୍ଦ ହେଇଯାଏ। ନିଜ ଘରକୁ ଯଦି କେହି ଆସିଯାଆନ୍ତି ନିଜର ଲୋକ, ତେବେ ବିଶ୍ରାମ ବାର ବନ୍ଦ। ଆମେ ଯଦି ପଢିବା ଯିରିମିୟ 17:20-27, ବହୁତ ଲମ୍ବା ହେବ, ମୁଁ ପଢୁନାହିଁ, ସମୟ ସମର୍ଥନ କରିବ ନାହିଁ। ଏଟା ଲେଖା ଅଛି, ବିଶ୍ରାମ ବାର ଦିନ ତୁମେ କୌଣସି କର୍ମ କରିବ ନାହିଁ, ବାହାରକୁ ଯିବ ନାହିଁ, ବାହାରର ଜିନିଷ ଭିତରକୁ ଆସିବ ନାହିଁ। ଏ ବିଷୟରେ ତୁମେ ସାବଧାନ ରହିବ। ଯଦି ସେ ପ୍ରକାର ତୁମେ କର, ଯେଉଁ ନଗର, ଯେଉଁ ଗ୍ରାମ, ଯେଉଁ ସ୍ଥାନ ଆମେ ତୁମକୁ ଦେଇଛୁ, ସେଠାରେ ତୁମେ ଅନନ୍ତ କାଳ ବାସ କରିପାରିବ। ଯଦି ବିଶ୍ରାମ ଦିନକୁ ତୁମେ ଯଥାର୍ଥ ରୂପେ ପାଳନ କରିବ ନାହିଁ, ମାନ୍ୟ କରିବ ନାହିଁ, ବିଶ୍ରାମ କରିବ ନାହିଁ, ମହାବିଶ୍ରାମରୁ ତୁମେ ବଞ୍ଚିତ ହବ। କେତେ ବଡ କଥା। ରବିବାର ଦିନ କେହି କେହି ଆଜି ଛୁଟି ଦିନ ବୋଲି କୁଣିଆ ଯାଆନ୍ତି। ପ୍ରଭୁ କହୁଛନ୍ତି ସାବଧାନ, ସାରା ବିଶ୍ୱରେ ରବିବାର ଦିନକୁ କାହିଁକି ଛୁଟି ଦିଆଗଲା? 6 ଦିନ କାମ କରିବ, ଗୋଟେ ଦିନ ବିଶ୍ରାମ କରିବ। ବିଶ୍ରାମର ଅର୍ଥ ହଉଛି ପ୍ରଭୁଙ୍କ ସହିତ ସମୟ ବିତେଇବା। ପ୍ରଭୁଙ୍କ ସହିତ ସମୟ ବିତାଇବା ପାଇଁ ରାଜା ମାନଙ୍କୁ, ଦେଶର ନେତା ମାନଙ୍କର ମୁଣ୍ଡରେ ବି ପ୍ରଭୁ କାର୍ଯ୍ୟ କରିଛନ୍ତି। ଦେଖନ୍ତୁ, ଆମକୁ ଇଣ୍ଡିପେଣ୍ଡେଣ୍ଟ ଦେଇଛନ୍ତି, ସେଦିନ ସମ୍ପୂର୍ଣ୍ଣ ପ୍ରଭୁଙ୍କ ସହିତ ଆମେ ସମୟ ବିତେଇବା। ହାଲେଲୁୟା। ବିଶ୍ରାମ ବାର ଦିନ ଜର୍ଣ୍ଣି କରିବା, ବିଶ୍ରାମ ବାର ଦିନ ଉପାସନା ବନ୍ଦ କରିବା, ସାବଧାନ, ବହୁତ ସାବଧାନ। ଯୋଉମାନେ ବର୍ତ୍ତମାନ ଜଗତରେ ବିଶ୍ରାମ ବାରରେ ବିଶ୍ରାମ କରିପାରୁନାହାନ୍ତି, ପରମେଶ୍ୱରଙ୍କ ଯୋଉ ମହାବିଶ୍ରାମ ଅଛି, ପ୍ରବେଶ କରିବାକୁ ସୁଯୋଗ ଦିଆଯିବନି। କ୍ରିକେଟ ଖେଳ IPL ଚାଲିଛି ନା ଶେଷ ହେଲା କେଜାଣି, ମୁଁ ତ ଦେଖି ନାହିଁ। ଯୋଉମାନଙ୍କର ନେଟ୍ ପ୍ରାକ୍ଟିସରେ ନାହାନ୍ତି, ସେମାନେ କେବେ ମଧ୍ୟ ଫିଲ୍ଡରେ ଓହ୍ଲେଇ ପାରିବେନି। ନେଟ୍ ପ୍ରାକ୍ଟିସରେ ଯୋଉମାନେ ଫେଲ୍ୟୁର ହଉଛନ୍ତି, ଫିଲ୍ଡକୁ ସେମାନଙ୍କୁ ଓହ୍ଲେଇବାକୁ ଦିଆଯିବନି। ଏଠାରେ ଯଦି ବିଶ୍ରାମ ବାରକୁ ଆମେ ଅପବ୍ୟବହାର କଲୁ, ବିଶ୍ରାମ କରିପାରିଲୁ ନାହିଁ, ଆମକୁ ବିଶ୍ରାମ କରିବାକୁ, ଅନନ୍ତକାଳୀନ ବିଶ୍ରାମରେ ପ୍ରବେଶ କରିବାର ସୁଯୋଗ ନାହିଁ। ମହାପାପ ଆମେ କରିନାହୁଁ, କିନ୍ତୁ ପ୍ରଭୁଙ୍କର ଆଦେଶ ଆମେ ପାଳନ କରିବୁ। ଏଥିପାଇଁ ଆମେ ସାବଧାନ ରହିବାକୁ ହବ। ଚତୁର୍ଥ କଥା, ମାଥ୍ୟୁ ସୁସମାଚାର 6 ଅଧ୍ୟାୟ ତହିଁର ପ୍ରଥମ ପଦରେ ପ୍ରଭୁ ଯୀଶୁ କହୁଛନ୍ତି, ଲୋକ ଦେଖାଇବା ପାଇଁ କୌଣସି ଧର୍ମକର୍ମ ଯେପରି ନ କର, ସେଥିପାଇଁ ସାବଧାନ। ଆମର ଉତ୍ତମ କର୍ମ ନିନ୍ଦିତ ନ ହଉ। ଆରେ ଉତ୍ତମ କର୍ମ କେମିତି ନିନ୍ଦିତ ହବ? ବଡ ଚମତ୍କାର କଥା। ଉତ୍ତମ କର୍ମକୁ ତ ପ୍ରଶଂସା କରାଯିବା କଥା। ତୁମର ଉତ୍ତମ କର୍ମ ନିନ୍ଦିତ ନ ହଉ, ଲୋକ ଦେଖାଇବା ପାଇଁ କୌଣସି ଧର୍ମ କର୍ମ କରିବ ନାହିଁ। ଦାନ ଦେବା ବିଷୟରେ ବହୁତ ସାବଧାନ, କାରଣ ଆମେ ଯାହା ଦେଉ ତାହା ଅବଶ୍ୟ ମଣ୍ଡଳୀର, ଗରିବ ମାନଙ୍କର,
ପ୍ରଭୁଙ୍କ ଲୋକମାନଙ୍କର ଉପକାର ହୁଏ ସତ, କିନ୍ତୁ ଆମେ କୌଣସି ବ୍ୟକ୍ତିର ଉପକାର ପାଇଁ ଦାନ ଦେଉ ଏ ପ୍ରକାର କଥା ବାକ୍ୟ କହେ ନାହିଁ। ବାକ୍ୟ କଣ କହେ କରନ୍ତୁ ଟିକେ ପଢିବା। 4 ଲୋକ ଆମ ନାମରେ ତାଳି ମାରନ୍ତୁ ବୋଲି ଆମେ ଦାନ ଦେବା ନା, ସେ ବିଷୟରେ ଆମେ ସାବଧାନ ହେବା ଦରକାର। ଆମେ ଶୁଣୁଛୁ, ଜାଣୁଛୁ, କହୁଛୁ ମଧ୍ୟ, କିନ୍ତୁ ନିଜେ କଲା ବେଳକୁ ଟିକେ 4 ଲୋକ ଜାଣିଲେ ସିନା ହବ। ମଣ୍ଡଳୀ ଉପାସନାରେ ନାମ ପଢା ନ ଯାଉ କହିଲେ ଲୋକ କହୁଛନ୍ତି ଆଜ୍ଞା ଲୋକ ଜାଣିଲେ ସିନା ଦେବେ। ଜାଣିବେ କଣ? ବାଇବେଲରେ ତ ଲେଖା ଅଛି ଦିଅ ଦାନ ଦିଅ ବୋଲି। ବାଇବେଲ କଣ ଲେଖା ହେଇନି କି? ଦାନ କର ଦାନ ଦିଆଯିବ, ଲେଖା ହେଇନି କି ବାଇବେଲରେ? କେଇ ଜଣେ 50 ଟଙ୍କା ଦେଲା ବୋଲେ ମୁଁ 100 ଟଙ୍କା ଦେବି, ଆଉ ଜଣେ 100 ଟଙ୍କା ଦେଲା ବୋଲେ ମୁଁ 500 ଟଙ୍କା ଦେବି। ଲୋକ ଜାଣନ୍ତୁ ଯେ ମୁଁ ଅଧିକ ଦେଲା ବାଲା। ପ୍ରଭୁ ଜାଣିବେ କି? ପ୍ରଭୁ କହିଲେ ସାବଧାନ ସାବଧାନ। ଏହା ବି ସେ କହିଛନ୍ତି ତୁମର ଡାହାଣ ହାତ କଣ କରୁଛି ତୁମର ବାମ ହାତ ନ ଜାଣୁ, କିନ୍ତୁ ମଣ୍ଡଳୀ ଲୋକ ସମସ୍ତେ ଜାଣନ୍ତି ନାଇକି? ଭୁଲ ବଶତଃ କୌଣସି ଭାଇ ଯଦି ମୁଣାରେ କିଛି ଟଙ୍କା ପକେଇ ଦେଲେ, ସେଟା ଅନୁସନ୍ଧାନ ଚାଲେ କିଏ ପକେଇଲା, କିଏ ପକେଇଲା, ଏତେ ଟଙ୍କା କିଏ, ଆରେ କିଏ ପକେଇଲା ସେଟା ତା ପାଇଁ ସେ ପକେଇଲା, ମୁଁ ଜାଣି ମୋର କଣ ଉପକାର ହବ? ମୋର କଣ ଉପକାର ହବ ସେଥିରେ? ଭଲ ହେଲା, ତାକୁ ଭଲ ଲାଗିଲା, ସେ ଦେଲା ପ୍ରଭୁଙ୍କ ଠାରୁ ପୁରସ୍କାର ପାଇବା ପାଇଁ। ଦେଖନ୍ତୁ ତିମୋଥୀଙ୍କ ନିକଟକୁ ପାଉଲଙ୍କର ପତ୍ର 1ମ ଅଧ୍ୟାୟ 6 ଅଧ୍ୟାୟ, 1 ତିମୋଥୀ 6 ଅଧ୍ୟାୟ ତହିଁର 18-19। ପୁଣି ପରୋପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି, ଆଉ ମୁକ୍ତ ହସ୍ତରେ ଉଦାର ଭାବରେ ଦାନ କରନ୍ତି, ଏଥି ନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ। ଏହି ପ୍ରକାର କଲେ ସେମାନେ ଭାବି ଜୀବନ ନିମନ୍ତେ ଉତ୍କୃଷ୍ଟ ମୂଳଧନ ଆପଣା ଆପଣା ପାଇଁ ସଞ୍ଚୟ କରିବେ। ଆମେ ଯୋଉ ଦାନ ଦଉଛୁ ଆଜ୍ଞା, ମଣ୍ଡଳୀକୁ ହଉ, ପ୍ରଭୁଙ୍କର ଲୋକମାନଙ୍କୁ ହଉ, କି ଅବା ଗରିବ ମାନଙ୍କୁ ହଉ, କି ଅବା ଉପାସନା ଗୃହ ନିର୍ମାଣ ପାଇଁ ହଉ, ଯେକୌଣସି ଉତ୍ତମ କାର୍ଯ୍ୟ ପାଇଁ ଯଦି ଦାନ ଦଉଛୁ, ଆମକୁ ମନେ ରଖିବାକୁ ହବ ଆମେ 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 ନିଜ ପାଇଁ ତାହା ସଞ୍ଚୟ କରୁଛୁ। ଆମେ ନିଜ ପାଇଁ ସଞ୍ଚୟ କରୁ। ଆଚ୍ଛା, ଗୋଟିଏ କଥା, ଆମ ଭିତରୁ ଏପରି କୌଣସି ବ୍ୟକ୍ତି ଅଛନ୍ତି କି ସେ ବ୍ୟାଙ୍କରେ ଜମା କଲା ପରେ ରାସ୍ତା ସାରା କହି କହି ଆସିବେ ଆଜି ମୁଁ 10,000 ଜମା କଲି, ଆଜି ମୁଁ 20,000 ଜମା କଲି, ଆଜି ମୁଁ 50,000 ଜମା କଲି? ଏମିତି କିଏ ଅଛୁ କି ଆମେ? କହୁ କି ଆମେ? ନିଜ ନାମରେ ଜମା କରି କେହି ବି କାହାକୁ ଆମେ କହୁନ, କାଳେ କିଏ ଉଦ୍ଧାର ମାଗିଦବ। କାଳେ କିଏ ଉଦ୍ଧାର ମାଗିଲେ ଅସୁବିଧା ହବ ନା। ଆମେ ଏତେ ଧାର୍ମିକ ଯେ ଉଦ୍ଧାର ମାଗି ଫେରିବାକୁ ମଧ୍ୟ ଆମକୁ ଇଚ୍ଛା ନାହିଁ। ବରଞ୍ଚ ମାଗିଲେ ମୁଁ ଦେବି ନାଇଁ କି? କାହିଁକି ବାରମ୍ବାର ମତେ ମାଗୁଛୁ? ଡିପୋଜିଟ କରି ଫେରିବା ସମୟରେ କାହାକୁ ଆମେ କହିନଥାଉ। ଆମେ ଯଦି ଅନନ୍ତ ଜୀବନ ନିମନ୍ତେ ଡିପୋଜିଟ କରୁଛୁ, ସେଟା କଣ ସମସ୍ତେ ଜାଣିବା ଦରକାର। ପ୍ରଭୁ କହିଲେ ସାବଧାନ ସାବଧାନ, 1 ପଇସାର ପୁରସ୍କାର ମଧ୍ୟ ତୁମେ ପାଇବ ନାହିଁ ଯଦି ସେମିତି କରିବ। ଆଜ୍ଞା, ଏ କଥାଟି ଆମର ମୁଣ୍ଡରେ ପ୍ରିଣ୍ଟ ହେଉ। ଆମେ ଭଲରେ ଜାଣିଛୁ ପ୍ରଭୁଙ୍କ ଅନୁଗ୍ରହରେ ଆମେ ପ୍ରଭୁଙ୍କ ରାଜ୍ୟକୁ ଯିବା। ସେଠି ଆମକୁ ଯେମିତି କାନ୍ଦିବାକୁ ନ ପଡେ। ହଜାର ହଜାର ଲକ୍ଷ ଲକ୍ଷ ଟଙ୍କା ଦାନ କରି ଯଦି ଆମକୁ ପୁରସ୍କାର ମିଳିବ ନାହିଁ ଆଜ୍ଞା, କଣ ହବ ଆମର ଅବସ୍ଥା? କର୍ଣ୍ଣେଲିୟ ଦାନ ଦଉଥିଲେ, ତାଙ୍କୁ କୁହାଗଲା ତୁମର ଦାନ ଉର୍ଦ୍ଧ୍ୱକୁ ଉଠିଲା। କିନ୍ତୁ ଗରିବ ମାନଙ୍କୁ ଦଉଥିଲା, କିନ୍ତୁ ଗରିବ ମାନଙ୍କୁ ଦଉଥିଲେ। କୁହାଗଲା ତୁମ ଦାନ ଉର୍ଦ୍ଧ୍ୱକୁ ଉଠିଛି।
ଆମେ ଯାହା ବି ଦାନ ଦଉ ଆମ ନାମରେ ଡିପୋଜିଟ ହୁଏ। ତେଣୁ ଆମର ଦାନ ଦେବା ଯେପରି କେହି ନ ଜାଣେ ଏଥିପାଇଁ ଆମମାନେ ସାବଧାନ। ପଞ୍ଚମ କଥା, ପଦରେ ଲେଖାଯାଏ ସେବା ପାଇଁ ଉତ୍ସର୍ଗୀକୃତ ତାଙ୍କ ଦାସ ମାନଙ୍କୁ କେବେ ପରିତ୍ୟାଗ କରିବାକୁ ହବ ନାହିଁ। ଲେବୀୟ ମାନଙ୍କୁ ତୁମେ କେବେ ପରିତ୍ୟାଗ କରିବ ନାହିଁ ବୋଲି ପ୍ରଭୁ କହିଲେ। ପ୍ରଭୁଙ୍କ ସେବାରେ ନିୟୋଜିତ, ପ୍ରଭୁଙ୍କ ସେବାରେ ଦୁଃଖ କଷ୍ଟ ସମସ୍ୟା ନିନ୍ଦା ଅପମାନ ମଧ୍ୟ ଦେଇ ଯାଉଥିବା ସେବକ ମାନଙ୍କୁ କେବେ ଛାଡିବାକୁ ହବ ନାହିଁ। କିଏ ବା ମାଥ୍ୟୁ 18:10 ଲେଖାଯାଏ ସେମାନଙ୍କର ବିଘ୍ନର କାରଣ ହେବାକୁ ହବ ନାହିଁ। ଛାଡିବାକୁ ତ ହବ ନାହିଁ, ଠିକ ଅଛି, ସେମାନଙ୍କର ବିଘ୍ନର କାରଣ ହେବାକୁ ହବ। এই କ୍ଷୁଦ୍ର ମାନଙ୍କ ମଧ୍ୟରୁ ଯେ ବିଘ୍ନର କାରଣ ହବ ତାର ବେକରେ ଚକି ପଥର ବନ୍ଧା ଯାଇ ଅଗାଧ ସମୁଦ୍ରରେ ପକେଇ ଦେବ, ଯେମିତି ତାକୁ କିଏ ନ ଦେଖିବେ। ସେବକ ମାନଙ୍କର ବିଘ୍ନର କାରଣ ଯେ ହୁଏ ତାକୁ ପ୍ରଭୁ ପାଣିରେ ବୁଡେଇ ଦେବେ, ଯେମିତି ସେ ଦେଖାଯିବନି। କେଡେ ବଡ ବିପଦ ଦେଖ, ଏମିତି ଘଟୁଛି ଆଜ୍ଞା। ତେଣୁକରି ଏ ବିଷୟରେ ଆମେ ସାବଧାନ ରହିବା। ଷଷ୍ଠ କଥା, ଆହୁରି ଗୋଟେ ବଡ ବିଷୟ ସାବଧାନ ହେବା ପାଇଁ ପ୍ରଭୁ କହନ୍ତି। ପ୍ରଥମ ଥେସଲୋନିକୀୟ 5:15 କଣ ଲେଖା ଅଛି ଟିକେ ପଢିବା। ମତେ କିଏ ସାହାଯ୍ୟ କରୁନାହାନ୍ତି, କିଏ ପ୍ରେମ କରୁନାହାନ୍ତି ବୋଧେ ଯାହା ଲାଗୁଛି। ଡିଏଲ ମିନିଷ୍ଟ୍ରିର ଆବାହକୁ କେବଳ ମତେ ପ୍ରେମ କରି ସୁଯୋଗ ଦେଲେ, ଆଉ କିଏ ମତେ ପ୍ରେମ କରୁନାହାନ୍ତି, ପଢୁନାହାନ୍ତି ଆପଣ ମାନେ। ପ୍ରଥମ ଥେସଲୋନିକୀୟ 5 ସାବଧାନ, କେହି କାହାରି ସାବଧାନ, କେହି ଜଣେ ମତେ ପ୍ରେମ କରୁଛନ୍ତି। ଅପକାର ସାବଧାନ, ଦେଖିଲେ, ସାବଧାନ। କଣ ପାଇଁ ସାବଧାନ? କେହି କାହାରି ପ୍ରତି ଅପକାର ବଦଳରେ ହୁଁ ଅପକାର ନ କରୁ, ହୁଁ ବରଂ ମାନେ ସର୍ବଦା ପରସ୍ପର ଓ ସମସ୍ତଙ୍କର ମଙ୍ଗଳ କରିବାକୁ ସଚେଷ୍ଟ ହୁଅ। ଅପକାର ବଦଳରେ ଅପକାର ନ କରୁ, ଏଥିପାଇଁ ସାବଧାନ ହବା। ଯଦି କିଏ ମୋର କ୍ଷତି କରିଦେଲା, କି ଆପଣଙ୍କର କ୍ଷତି କରିଦେଲା, ମତେ କ୍ଷତି କରିଛି, ଆକୁ ମତେ ଜାଣିନି ପରା, 2 ଗୁଣ ଏମିତି ହଇରାଣ କରିଦେବି ଯେ ଆଉ କେବେ ସେ ଦେଖାଯିବନି। ଆମେ ପାପୀ ଥିବା ସମୟରେ ସେ ଆମକୁ ପ୍ରେମ କଲେ। ଈଶ୍ୱରଙ୍କ କ୍ରୋଧ ଆମ ଉପରେ ଥିବା ସମୟରେ ସେ ଆମକୁ ପ୍ରେମ କଲେ। ପ୍ରେଜ୍ ଦ ଲର୍ଡ। ଆମେ ତାଙ୍କର ସେବକ ସେବିକା ବିଶ୍ୱାସୀ ହେବା ପାଇଁ ମନୋନୀତ ହେଇଛୁ। ତେଣୁ ଆମେ ସାବଧାନ ହେବା, ଯେ ଆମର ଅପକାର କଲା ଆମେ ତାର ଅପକାର କରିବା ନାହିଁ। ସମସ୍ତଙ୍କର ମଙ୍ଗଳ ସାଧନ କରିବା ପାଇଁ ଆମେ ସାବଧାନ ରହିବାକୁ ହେବ। ଶେଷ କଥା, ଅତି ଗୁରୁତ୍ୱପୂର୍ଣ୍ଣ କଣ? 2 ଜନ 1:3 ଲେଖାଯାଏ ଆମର କର୍ମର ଫଳ ଯେପରି ଆମେ ନ ହରାଇବା ଏଥିପାଇଁ ଆମେ ସାବଧାନ। ପ୍ରଚାରରେ ପରିଶ୍ରମ, ଶିକ୍ଷାଦାନରେ ପରିଶ୍ରମ, ବାକ୍ୟ ଦାନରେ ପରିଶ୍ରମ, ସୁସମାଚାର ନେଇଯିବା କାର୍ଯ୍ୟରେ ପରିଶ୍ରମ, ଉଦାରଚିତ ଭାବରେ ଦାନ ଦେବା, ଏସବୁର ପୁରସ୍କାର ଯେପରି ଆମର ହାତ ଛଡା ହୋଇନଯାଏ। ତେଣୁ ଗୋଟିଏ କଥା ମାନେ ଆଲୋଚନାକୁ ଆଣିବା ଆଉ ସମାପ୍ତ କରିବା। ପାଉଲ କହିଲେ, ଅନ୍ୟମାନଙ୍କ ନିକଟରେ ପ୍ରଚାର କରି କାଳେ ଯେପରି ମୁଁ ଅଗ୍ରାହ୍ୟ ନ ହୁଏ। ପ୍ରଥମ କରିନ୍ଥୀୟ 9:27। କାଳେ ଯେପରି ମୁଁ ଅଗ୍ରାହ୍ୟ ନ ହୁଏ, ସେଥିପାଇଁ ନିଜ ଶରୀରକୁ କଷ୍ଟ ଦେଇ ବଶରେ ଦାସ କରି ରଖୁଛି। ବାକ୍ୟର ବାହାରେ ମୁଁ ଯିବି ନାହିଁ, କାରଣ ଯଦି ମୁଁ ଯାଏ ମୋର ପରିଶ୍ରମ ବେକାର ହୋଇଯିବ। ପ୍ରିୟ ପ୍ରଭୁଙ୍କର ମନୋନୀତ ଆଉ ଶ୍ରେଷ୍ଠ ଲୋକମାନେ, ପ୍ରଭୁଙ୍କର ବାକ୍ୟ ଯାହା ଯୋଉ ବିଷୟରେ ଆମକୁ ସାବଧାନ ହେବା ପାଇଁ ସତର୍କ କରାଏ, ତାହା ଉପେକ୍ଷା ନ କରୁ। ଯେପରି
ପୁରସ୍କାର ହାତରୁ ଚାଲି ନ ଯାଏ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଯୋଉ ବିଷୟରେ ଆମେ ସାବଧାନ ରହିବା କଥା, ସାବଧାନ ରହିବା ପାଇଁ ମନୋଯୋଗୀ କରନ୍ତୁ। ଏ ସୁନ୍ଦର ଅବକାଶ ପାଇଁ ପୁନର୍ବାର ଡିଏଲ୍ ମିନିଷ୍ଟ୍ରିର ଆବାହକ ଭାଇଙ୍କୁ ମୁଁ ଧନ୍ୟବାଦ ଦିଏ, ପ୍ରଭୁଙ୍କ ଦାସଙ୍କୁ। ଆଉ ମହାନ ମହାନ ପ୍ରଭୁଙ୍କର ଦାସ ମାନେ ଆଜି ବସିଛନ୍ତି, ସେମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ। ଯଦି କିଛି ତ୍ରୁଟି ଉପଲବ୍ଧି ହେଇଛି କ୍ଷମା କରିବେ, ଯଦି କିଛି ଉତ୍ତମ ବିଷୟ ଅଛି ଗ୍ରହଣ କରିବେ, ପାଳନ କରିବେ, ପ୍ରଭୁଙ୍କର ଆଶୀର୍ବାଦର ଅଂଶ ହେବେ। ସମସ୍ତଙ୍କୁ ନମସ୍କାର। ପଦେ ପ୍ରାର୍ଥନା କରିବା। ଦୟାମୟ ସ୍ୱର୍ଗସ୍ଥ ପିତା, ସୁନ୍ଦର ଅବକାଶ ପାଇଁ ତୁମକୁ ଧନ୍ୟବାଦ ଦିଏ। କେତେ ଗଭୀର ପ୍ରେମରେ ତୁମେ ଆମମାନଙ୍କୁ ପ୍ରେମ କରୁଥିବାରୁ ଆମେ ଯେପରି ଅସାବଧାନ ହୋଇ ମହାଗୌରବରୁ, ମହାରାଜ୍ୟରୁ, ତୁମର ଉପସ୍ଥିତିରୁ, ପୁରସ୍କାରରୁ ବଞ୍ଚିତ ନ ହଉ, ଏଥିପାଇଁ ବାରମ୍ବାର ଅନେକ ବିଷୟରେ ସାବଧାନ କରାଇଅଛ ବୋଲି ଧନ୍ୟବାଦ ଦିଏ। ଯେଉଁ ଯେଉଁ ବିଷୟରେ ତୁମେ ସାବଧାନ ହେବା ପାଇଁ କହିଛ, ଆମେ ଯେପରି ତାହା ଉପେକ୍ଷା ନ କରିବୁ, ଦୟାକରି ଅନୁଗ୍ରହ କର। এই ଜୁମ୍ର କାର୍ଯ୍ୟକ୍ରମ ଆଶୀର୍ବାଦ ଯୁକ୍ତ ହଉ, ଫଳପ୍ରଦ ହଉ, ବର୍ଦ୍ଧିଷ୍ଣୁ ହଉ, ଅନୁଗ୍ରହ ସବୁଦିନ ପାଇଁ ରଖ। ଯୀଶୁଙ୍କ ନାମରେ ପିତାଙ୍କ ଠାରେ ପ୍ରାର୍ଥନା କଲୁ, ଆମେନ୍। ସମସ୍ତଙ୍କୁ ନମସ୍କାର। ଧନ୍ୟବାଦ ସାର୍। ଆପଣ ଆଜି ପ୍ରଭୁଙ୍କର ବାକ୍ୟକୁ କିପରି ଆମେ ସାବଧାନତାର ସହିତ ଶୁଣିବା ଏବଂ ଆମମାନଙ୍କର ପ୍ରତ୍ୟେକ ଜୀବନରେ, ପ୍ରତ୍ୟେକ ଜାଗାରେ, ପ୍ରତ୍ୟେକ କର୍ମସ୍ଥଳରେ, ପୁଣି ଆମମାନଙ୍କର ଚଲାପଥରେ କିପରି ସାବଧାନତାର ସହିତ ପ୍ରଭୁଙ୍କର ବାକ୍ୟକୁ ପାଳନ କରିବା, ସେ ନିମନ୍ତେ ଆଜି ଅତି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଏବଂ ଉତ୍ତମ ଶିକ୍ଷା ଆମେ ସମସ୍ତଙ୍କୁ ପ୍ରଦାନ କରିଥିବାରୁ ପୁନର୍ବାର ଆପଣଙ୍କୁ ମୁଁ ଧନ୍ୟବାଦ ଜଣାଏ। ପ୍ରେଜ୍ ଦି ଲର୍ଡ ଆଜ୍ଞା। ଆଉ Praise the ବର୍ତ୍ତମାନ Lord, praise the Lord. ଆମମାନଙ୍କ ମଧ୍ୟରେ ପିକେ ପାଣି ଆଜ୍ଞା ଅଛନ୍ତି। ପ୍ରେଜ୍ ଦି ଲର୍ଡ ସାର୍। ଟିକେ ନୟନ ସାର୍, ପ୍ରେଜ୍ ଦି ଲର୍ଡ। ଟିକେ ଆଜ୍ଞା ଆଜ୍ଞା ଟିକେ ଇନ୍ କଲି ଆଉ କ୍ଷମା ଚାହୁଁଛି। ଆଜ୍ଞା ଆଜି ଆମମାନଙ୍କର ବାଳକ ପ୍ରେମ କୁମାର ପାଣି ଆଜ୍ଞାଙ୍କର ମ୍ୟାରେଜ ଆନିଭର୍ସରୀ, ଆଉ 19 ବର୍ଷ କମ୍ପ୍ଲିଟ ହେଇକି ଆଜି 20 ବର୍ଷରେ ପଦାର୍ପଣ କରିବେ। ଆମେ ଟିକେ ସେଲିବ୍ରେସନ କରିବା ସାର୍। ମୁଁ ନେଇପାରିବି 1 ମିନିଟ, 1-2 ମିନିଟ? ଓକେ, ଥ୍ୟାଙ୍କ ୟୁ ସାର୍। ଆଜ୍ଞା ପ୍ରେଜ୍ ଦି ଲର୍ଡ। ଅନ୍ୟକୁ ପ୍ରାର୍ଥନା ଦିଅନ୍ତୁ, ଆମ ପାଇଁ, ସମସ୍ତଙ୍କ ପାଇଁ, ଅନ୍ୟକୁ ପ୍ରାର୍ଥନା ଦିଅନ୍ତୁ। ଆମ ପରିବାର ପାଇଁ, ଆମ ସେବା କାର୍ଯ୍ୟ ପାଇଁ ସବୁ ବିଷୟରେ ପ୍ରାର୍ଥନା କରିବେ। ସେଥିପାଇଁ ଅନ୍ୟ ପ୍ରଭୁଙ୍କ ଦାସଙ୍କୁ ପ୍ରାର୍ଥନା ଦିଅନ୍ତୁ। ଓକେ ସାର୍, ଓକେ। ହଉ, ଠିକ ଅଛି। ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦିଏ। ପ୍ରଭୁ ଆମମାନଙ୍କୁ ଏକ ସୁନ୍ଦର ସୁଯୋଗଟି ଦେଇ ଅଛନ୍ତି। ଆଜି ସୁନ୍ଦର ଭାବରେ ଈଶ୍ୱରଙ୍କର ବାକ୍ୟକୁ ଶ୍ରବଣ କଲୁ ପ୍ରଭୁଙ୍କ ଦାସଙ୍କ ଠାରୁ। ପ୍ରଭୁଙ୍କ ଦାସ ଆମମାନଙ୍କୁ ସାବଧାନ କରେଇ ଦେଲେ। ଆମମାନେ ସାବଧାନ ହେଇକି ତାଙ୍କ ସହିତ ସଂଶ୍ଳିଷ୍ଟ ଜୀବନ ଯାପନ କାଟିବା ନିହାତି ଆବଶ୍ୟକ। ଆଉ ଏ ସମୟରେ ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସ ଅଛନ୍ତି, ଆଉ ରେଭରେଣ୍ଡ ପିକେ ପାଣି ସାର୍ ଅଛନ୍ତି, ଆଉ ମ୍ୟାଡମ ମଧ୍ୟ ଅଛନ୍ତି ବୋଧେ, ପାଣି ମ୍ୟାଡମ। ଆଉ ସେମାନଙ୍କର ବୈବାହିକ ଜୀବନ ହେଇକି ସେମାନଙ୍କର 19 ବର୍ଷ କମ୍ପ୍ଲିଟ ହେଇ ଆଜି 20 ବର୍ଷରେ ସେମାନେ ପଦାର୍ପଣ କରିଅଛନ୍ତି। ଆଉ ବିବାହ ଠାରୁ ଆଜି ପର୍ଯ୍ୟନ୍ତ ଆଉ 19 ବର୍ଷ ଧରି ପ୍ରଭୁ ସେମାନଙ୍କ ସହିତ ଇମାନୁଏଲ ପରମେଶ୍ୱର ହେଲେ। ଘାତ ପ୍ରତିଘାତ ମଧ୍ୟରେ, ଦୁଃଖ କଷ୍ଟ ମଧ୍ୟରେ, ସମସ୍ୟା ମଧ୍ୟରେ, ଅସୁସ୍ଥତା ମଧ୍ୟରେ ପ୍ରଭୁ ସେମାନଙ୍କ ସହିତ ଇମାନୁଏଲ ପରମେଶ୍ୱର ହେଇ, ଜିହୋବା ଜିରି ପରମେଶ୍ୱର ହେଇ ସେମାନଙ୍କୁ କଡେଇକି ନେଇ ଆସିଅଛନ୍ତି। ଆଉ ମୁଁ ଏଇ ସମୟରେ ଅନୁରୋଧ କରୁଅଛି ଆମମାନଙ୍କ ମଧ୍ୟରେ ଆଉ ପ୍ରଭୁଙ୍କ ଦାସ ମାନେ ଅଛନ୍ତି, ଆଉ ସମ୍ମୁଖକୁ ଆସିବେ, ଆଉ ସେଇ ପରିବାର, ବାଳକ ପରିବାରଙ୍କୁ ୱିଶ ଜଣେଇବେ ବୋଲି ମୁଁ ଅନୁରୋଧ କରୁଛି। 1 ମିନିଟ ଆପଣ ମାନେ ୱିଶ ଜଣାନ୍ତୁ। ପାଣି ଆଜ୍ଞା, ପ୍ରେଜ୍ ଦି ଲର୍ଡ।
ଆପଣ ମିସେସଙ୍କୁ ଧରି ବସନ୍ତୁ। ଆପଣ ଏକୁଟିଆ ବସି ପଡୁଛନ୍ତି ଆଉ ଆଦମ ଅଛନ୍ତି, ହବା ନାହାନ୍ତି। ହବାଙ୍କୁ ଆଣନ୍ତୁ। ପାଣି ଆଜ୍ଞା ନମସ୍କାର। ହ୍ୟାପି ମ୍ୟାରେଜ ଆନିଭର୍ସରୀ। ପ୍ରଭୁ ଅନୁଗ୍ରହ କରି 19 ବର୍ଷ ଧରି ବିବାହ ବନ୍ଧନରେ ବାନ୍ଧି ରଖି କୁଶଳରେ ଆଣିଛନ୍ତି। ପ୍ରଭୁ ଆଉ ଆଗାମୀ ଦିନରେ ଏ ପ୍ରକାର କୁଶଳରେ ରକ୍ଷା କରନ୍ତୁ, ମଙ୍ଗଳ କରନ୍ତୁ ବୈବାହିକ ଜୀବନ। କଟିଗଲା ବୋଧେ। କୁହନ୍ତୁ ସାର୍, ପରିଚୟ ସାର୍ କୁହନ୍ତୁ। ନା ଦେବେ ସେ କଟିଗଲା, ତାର ଟିକେ ପାଣିର କଟିଗଲା। ବୋଧେ ପାଳିକାକୁ ଡାକିବା ପାଇଁ ଯାଇଥିବେ ବୋଧେ। ନାଇଁ ନାଇଁ, ନେଟ୍ ପ୍ରୋବ୍ଲେମ है ତାଙ୍କର। ଅଛନ୍ତି ଟିକେ ପାଣି। ଡିଭାଇସ୍ ଅଛି ଆଜ୍ଞା। କୁହନ୍ତୁ ସାର୍ କୁହନ୍ତୁ। ହ୍ୟାପି ମ୍ୟାରେଜ ଆନିଭର୍ସରୀ ପିକେ ପାଣି ମହାଶୟ। ସ୍ୱାମୀ ସ୍ତ୍ରୀଙ୍କୁ ମୋର ଏତି ପ୍ରାର୍ଥନା ରହିବ, ପ୍ରଭୁ ଅନୁଗ୍ରହ କରି 19 ବର୍ଷ ବୈବାହିକ ଜୀବନରେ ସୁନ୍ଦର ଜୀବନ ଯାପନ କରିବା ପାଇଁ ଦେଇଛନ୍ତି। ଆଗାମୀ ବର୍ଷରେ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏ ପ୍ରକାର ଏକ ଆଦର୍ଶ ପରିବାରରେ ପ୍ରଭୁ ଗଢି ନିଅନ୍ତୁ। Thank you, sir. Thank you. Thank you. Praise the Lord. ପ୍ରଭୁଙ୍କ ଦାସ ପିକେ ପାଣି। ଆଜ୍ଞା ପ୍ରଭୁ ନମସ୍କାର। ଅନୁଗ୍ରହ, ହଁ ନମସ୍କାର। ପ୍ରଭୁ ଅନୁଗ୍ରହ କରି 20 ବର୍ଷରେ ପଦାର୍ପଣ କରିବାର ଅନୁଗ୍ରହ ପ୍ରଦାନ କରିଅଛନ୍ତି। ଏଣୁ ମୁଁ ଧର୍ମଶାସ୍ତ୍ରର ସେଇ 20 ବର୍ଷକୁ ଭିତ୍ତି କରି ଗୀତ ସଂହିତା 20 ପର୍ବର ଶୁଭେଚ୍ଛା ଏବଂ ଆଶୀର୍ବାଦ ତୁମକୁ ପ୍ରଦାନ କରୁଅଛି। ଯଥା ଯାକୁବର ପରମେଶ୍ୱରଙ୍କର ନାମ ତୁମକୁ ତୁମ ପରିବାରକୁ ଉଚ୍ଚରେ ସ୍ଥାପନ କରୁ। ସେ ଅର୍ଥାତ୍ ସଦାପ୍ରଭୁ ପବିତ୍ର ସ୍ଥାନରୁ ତୁମର ସହଧର୍ମିଣୀର ସାହାଯ୍ୟ କରନ୍ତୁ। ସିଓନ ଠାରୁ ତୁମକୁ ଆତ୍ମିକ ଭାବରେ ପରିବାରକୁ ବଳବାନ କରନ୍ତୁ, ବ୍ୟବହାର କରି ଗୌରବାନ୍ୱିତ ହୁଅନ୍ତୁ। ଧନ୍ୟବାଦ। Thank you, sir. Thank you, ଆଜ୍ଞା। Praise the Lord. ଧନ୍ୟବାଦ। ଆଉ ସାର୍ ମ୍ୟାଡମ ମାନଙ୍କୁ ଅନୁରୋଧ କରୁଛି ସଂଘକୁ ଆସନ୍ତୁ ଆଉ ବିସ୍ ଜଣାନ୍ତୁ। ପିକେ ପାଣି ଭାଇ, ଗୁଡ୍ ମର୍ଣ୍ଣିଂ, ପ୍ରେଜ ଦ ଲର୍ଡ। Praise the Lord, ଆଜ୍ଞା। ନମସ୍କାର ଆଜ୍ଞା। Praise the Lord। ନମସ୍କାର, ସମସ୍ତଙ୍କୁ ନମସ୍କାର। ପ୍ରଭୁ ଆପଣଙ୍କର ବୈବାହିକ ଜୀବନର 20 ବର୍ଷରେ ପଦାର୍ପଣ କରୁଥିବାରୁ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଯୋଉ ପ୍ରଭୁ ବାହାର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସହବର୍ତ୍ତୀ ପରମେଶ୍ୱର ହେଲେ, ଛୋଟରୁ ବଡ ପ୍ରତ୍ୟେକ ଆବଶ୍ୟକତା ଯୋଗାଇଲେ, ସେ ପ୍ରଭୁ ପରମେଶ୍ୱର ହିଁ ଆପଣଙ୍କର ଆସୁଥିବା ଦିନ, ମାସ, ବର୍ଷକୁ ଆଶୀର୍ବାଦର ବର୍ଷ, ଅନୁଗ୍ରହର ବର୍ଷ, ଆନନ୍ଦର ବର୍ଷ, ଗୌରବର ବର୍ଷ କରନ୍ତୁ। ଆଉ ପ୍ରଭୁଙ୍କର ସେବାରେ ଆଗକୁ ବଢନ୍ତୁ। ପ୍ରଭୁ ଗୌରବାନ୍ୱିତ ହୁଅନ୍ତୁ। ଧନ୍ୟବାଦ। Thank you, Lima sir. Thank you. Thank you. Praise the Lord. ଧନ୍ୟବାଦ। ସମସ୍ତଙ୍କୁ ପ୍ରେଜ ଦ ଲର୍ଡ। ପାଣି Praise ଆଜ୍ଞା, the Lord, ଆଜ୍ଞା। ନମସ୍କାର ଆଜ୍ଞା। Praise the Lord। ଆପଣ ମାନଙ୍କ ଜୀବନରେ ପ୍ରଭୁ ମହାନ କାର୍ଯ୍ୟ କରିଛନ୍ତି। ଆଉ ଗୋଟେ 19ତମ ବର୍ଷ ଶେଷ କରି 20ତମ ବର୍ଷରେ ପୁରା କରିଛନ୍ତି। ପ୍ରଭୁ ପ୍ରିୟ ଦାସ ଦାସୀଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଆମ ପାଖରେ ଗୋଟେ ବାକ୍ୟ ଅଛି, ଆମେ ପଢିବା ଗୀତ ସଂଗୀତା ତାର 134ର 3 ପଦ। ଆକାଶ ପୃଥିବୀ ନିର୍ମାଣକର୍ତ୍ତା ସଦାପ୍ରଭୁ ସିଓନ ତୁମକୁ ଓ ତୁମ ପରିବାରକୁ ଓ ସମିତିଙ୍କ ଜୀବନରେ ମହାନ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। Thank you. ଧନ୍ୟବାଦ। Thank you. Happy marriage anniversary, dear Pastor Reverend P.K. Pani and Tejasmita Pani madam. God bless you abundantly. ପ୍ରଭୁ ଆପଣମାନଙ୍କୁ ବଡ଼ ଭାବରେ ଆଶୀର୍ବାଦ କରନ୍ତୁ। ଏଇଭଳି ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ
ଯୀଶୁଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀଙ୍କର ପ୍ରେମ ଥାଉ, ଦୁହେଁ ସେବା କାର୍ଯ୍ୟରେ ଆଗକୁ ବଢୁଥାନ୍ତୁ। ଆପଣମାନଙ୍କୁ ଦେଇ ଅନେକ ହଜାତ୍ମା ପ୍ରଭୁଙ୍କ ନିକଟକୁ ଆସନ୍ତୁ। ଏ ଆମମାନଙ୍କର ପ୍ରାର୍ଥନା ଏବଂ Thank you, ଆଶୀର୍ବାଦ। thank you, sir. Thank you. Praise the Lord. ଧନ୍ୟବାଦ sir. ଆଉ ଆପଣ କିଛି କହିବା ପାଇଁ ଚାହୁଁଛନ୍ତି ପାଣି ସାର୍, କୁହନ୍ତୁ। ନିଶ୍ଚିତ କହିବି sir, ନିଶ୍ଚିତ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ବାସ୍ତବରେ ଯଦି ଛୁଆମାନେ ଆକ୍ଚୁଆଲି ମୋ ଶାଢୀର ଟିକେ ଏଙ୍ଗେଜମେଣ୍ଟ ଥିଲା ତ ଆମେ ପଳେଇଥିଲୁ, ରାତି ରାଜ୍ୟରାଣୀରେ ଆସିଲୁ, 2ଟାରେ ପହଞ୍ଚିଲୁ। ଯାହା ଅବଶ୍ୟ ଟାଇଟ୍ ଭଉଣୀ ଆଟେଣ୍ଡ କରିଥାନ୍ତେ, ପୁଣି ସିଏ ବି ଟିକେ ଟାଇଟ୍ ଯଦି ମୁଣ୍ଡ ବୁଲା ବାହାରି ପଡିଛି। ଯଦି ବେଡ୍ ଟାଇମରେ ଓହ୍ଲେଇଲୁ ଆମେ ରାତିରେ 2ଟା ବେଳେ ରାଜ୍ୟରାଣୀ ଏକ୍ସପ୍ରେସରେ। ସେ ଯାହା ବି ହଉ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ବାସ୍ତବରେ ରିଏଲ ମିନିଷ୍ଟ୍ରିର ପ୍ରତିଷ୍ଠାତା କର ଆଜ୍ଞାଙ୍କୁ ମୁଁ ଧନ୍ୟବାଦ ଦିଏ। ପୁଣି ଆଜିର এই প্লাটফর্মে উপস্থিত সমস্ত প্রিয় প্রভুଙ୍କର ভক্ত দাସ দাসী ମାନଙ୍କୁ ମୋର ଖ୍ରୀଷ୍ଟୀୟ ପ୍ରେମ ଭକ୍ତି ଭରା ନମସ୍କାର ଜଣାଏ। ବାସ୍ତବରେ ଆଜି ଆପଣମାନେ ଆଉ ମୋ ପାଇଁ, ମୋ ପରିବାର ପାଇଁ ଯୋଉ ଉତ୍ସାହଜନକ ବାକ୍ୟ ଆଉ ଯୋଉ ୱିଶ କରିଛନ୍ତି, ବାସ୍ତବରେ ଆଉ ପ୍ରଭୁ ଆପଣମାନଙ୍କୁ, ଆପଣଙ୍କ ପରିବାର ମାନଙ୍କୁ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଉ ଯଦି ଚିନ୍ତା କରୁ, ବାସ୍ତବରେ ମୁଁ এই ଜୁନ ମାସ 1 ତାରିଖ ଦିନ 2007ରେ ମୁଁ ମ୍ୟାରେଜ କରିଥିଲି। ପ୍ରଭୁ ଅନେକ ଘାତ ପ୍ରତିଘାତ ପ୍ରତିକୂଳ ପରିସ୍ଥିତି ଦେଇକି ମଧ୍ୟ ପ୍ରଭୁ ମତେ ମୋ ପରିବାରକୁ ପଢି ଆଣିଛନ୍ତି। ସେବା କାର୍ଯ୍ୟରେ ମଧ୍ୟ ଆଜି ପର୍ଯ୍ୟନ୍ତ ଆଉ ଦୁହିଁକୁ ସେବା କାର୍ଯ୍ୟରେ ଆଜି ପର୍ଯ୍ୟନ୍ତ ବ୍ୟବହାର କରି ପଢେଇ ନଉଛନ୍ତି। ଆପଣମାନଙ୍କର ପ୍ରାର୍ଥନା, ଆପଣମାନଙ୍କର ସେଇ ଦୃଷ୍ଟି ହିଁ ଆମମାନଙ୍କ ପ୍ରତି ଥିବା ସକାଶୁ ଆଜି ପର୍ଯ୍ୟନ୍ତ ଘାତ ପ୍ରତିଘାତ ଉତ୍ଥାନ ପତାନ ଦେଇକି ମଧ୍ୟ এই ନୈଷ୍ଠିକ ଅଞ୍ଚଳ ମଧ୍ୟରେ ପ୍ରଭୁଙ୍କ ସେବାରେ ପ୍ରଭୁ ଆମମାନଙ୍କୁ ରଖିଛନ୍ତି। ଆଉ ଗୋଟେ ଆଉ ଯାହାକି 19 ବର୍ଷ ପୂର୍ଣ୍ଣ କରି 20 ବର୍ଷରେ ପ୍ରଭୁ ଆମକୁ ପଦାର୍ପଣ କରିଛନ୍ତି। ଏତିକି ମୁଁ ଆପଣମାନଙ୍କୁ ଯାହାକି କହିବାକୁ ଚାହେଁ, এই ବର୍ଷ ଆମମାନଙ୍କ ପାଇଁ ଯେତେକ ଗୋଟେ ଆଶୀର୍ବାଦର ବର୍ଷ ହଉ, ଅନୁଗ୍ରହର ବର୍ଷ ହବ। ଆଉ ଆମେ ପ୍ରାର୍ଥନାରେ, ଉପାସନାରେ, ସେବାରେ ସବୁବେଳେ ପ୍ରଭୁଙ୍କ ଠାରେ ଲାଗି ରହିବୁ। ଏଥିପାଇଁ ଆମେ ଯୋଉ ବର୍ଷଟି ପାଇଛୁ, এই ବର୍ଷ ଆନନ୍ଦର ବର୍ଷ ଆମ ପାଇଁ ନ ହଉ, କିମ୍ବା କୌଣସି ସୁଖ ଶାନ୍ତିର ବର୍ଷ ନ ହଉ, କେବଳ ପ୍ରଭୁଙ୍କ ସେବାରେ ଜୀବନ କାଟିବାର ବର୍ଷ ହଉ ବୋଲି ମୁଁ ପ୍ରାର୍ଥନା ଆପଣମାନେ ମୋ ପାଇଁ କରିବେ, ମୋ ପରିବାର ପାଇଁ କରିବେ। ଆଉ ବିଶେଷ କରି ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ନମସ୍କାର ଜ୍ଞାପନ କରେ ଆପଣମାନଙ୍କର ସେଇ ୱିଶ ପାଇଁ ଓ ଆପଣମାନଙ୍କର ବାକ୍ୟ ପାଇଁ। ଧନ୍ୟବାଦ ଆଜ୍ଞା, ଥ୍ୟାଙ୍କ ୟୁ। ଧନ୍ୟବାଦ ସାର୍, ଆଉ ଆପଣଙ୍କର ଆଉ ସୁନ୍ଦର ସାକ୍ଷ୍ୟ ପାଇଁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ମୁଁ ଅନୁରୋଧ କରୁଛି ଆମମାନଙ୍କର ନୟନ କୁଶଲା ସାରଙ୍କୁ ସେ ଆଗକୁ ପଢେଇ ନେବେ, କଣ୍ଟିନ୍ୟୁ କରିବେ। ବିଶେଷ କରି ପିକେ ପାଣି ସାରଙ୍କ ପାଇଁ, ତାଙ୍କ ପରିବାର ସେବା କାର୍ଯ୍ୟ ପାଇଁ ପ୍ରାର୍ଥନାରେ ସ୍ମରଣ କରେଇବେ। ଆଜି ସୁନ୍ଦର ବାକ୍ୟ ଦେଇଥିବା ପ୍ରଭୁଙ୍କ ଦାସ ଆଉ ରେଭରେଣ୍ଡ ଅବ୍ରାହମ ଖ୍ରୀଷ୍ଟ ଦାସ ସାରଙ୍କ ପାଇଁ, ତାଙ୍କ ପରିବାର ସେବା କାର୍ଯ୍ୟ ପାଇଁ ଆଉ ପ୍ରାର୍ଥନାରେ ସ୍ମରଣ କରେଇବେ। ତା ସହିତ ସୁନ୍ଦର ଭାବରେ ବର୍ଷିପ କରିଥିଲେ ସିଏନ ପ୍ରତିମା ମ୍ୟାଡମ, ତାଙ୍କ ପାଇଁ, ତାଙ୍କ ପରିବାର ପାଇଁ ପ୍ରାର୍ଥନାରେ ସ୍ମରଣ କରେଇବେ। ତା ସହିତ ଆମମାନଙ୍କର ହେମଲତା ସୁନା ଦିଦିଙ୍କର ଗୋଡ ଫ୍ରାକ୍ଚର ଅଛି, ଆଉ ଦିଦି ଯେପରି ସୁସ୍ଥତା ଲାଭ କରିବେ ସେଥି ନିମନ୍ତେ ପ୍ରାର୍ଥନାରେ ସ୍ମରଣ କରେଇବେ। ତା ସହିତ ଆଉ ଆମମାନଙ୍କର ୟେଶୁ ଚରଣ ମାଳି ସାରଙ୍କର ୱାଇଫ ମୋହିନୀ ମାଳି ମ୍ୟାଡମଙ୍କର ଦେହ ମଧ୍ୟ ସପ୍ତାହଟି ହେଲା ଅସୁସ୍ଥ ଅଛି, ଆଉ ମାଳି ମ୍ୟାଡମ ମଧ୍ୟ ଯେପରି ସୁସ୍ଥତା ଲାଭ କରିବେ ସେଥି ନିମନ୍ତେ ମଧ୍ୟ ପ୍ରାର୍ଥନାରେ ସ୍ମରଣ କରିବେ। ଏବଂ ଆଉ ଅମ୍ବିକା ମଲ୍ଲିକ ମ୍ୟାଡମଙ୍କର ସାନ ଭାଇଙ୍କର ବାହାଘର ଗତ ସପ୍ତାହରେ ହେଇଥିଲା, ଆଉ ସେ ବାହାଘର ସୁନ୍ଦର ଭାବରେ ହେଇପାରିଛି ପ୍ରଭୁଙ୍କର ଦୟା ଅନୁଗ୍ରହ ହେତୁ। ଆଉ ପ୍ରଭୁଙ୍କୁ ଧନ୍ୟବାଦ ପ୍ରାର୍ଥନା ମଧ୍ୟ କରିବେ। ସବୁ ବିଷୟ ନେଇ ପ୍ରାର୍ଥନାରେ ସ୍ମରଣ କରିବେ ବୋଲି ମୁଁ ଅନୁରୋଧ କରୁଛି। ଧନ୍ୟବାଦ ସାର୍।